ତାକୁ ବ୍ୟାଖ୍ୟା କରୁଥିଲେ। ଆଉ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ ଆଜିର ସମୟ ପାଇଁ। ପୁଣି ସମସ୍ତଙ୍କୁ ମୋ ହୃଦୟ ମୋର ପ୍ରେମପୂର୍ଣ୍ଣ ନମସ୍କାର ଜଣାଏ। ଆପଣ ମାନେ ଆଗ୍ରହର ସହିତ ବସିଥିବାରୁ ମୁଁ ଅତ୍ୟନ୍ତ ଖୁସି ଅଟେ। ଆଉ ଭେରି ସ୍ପେଶାଲ ଟୁଡେ ପ୍ରଦୀପ ଭାଇଙ୍କୁ ମୁଁ ୱିଶ କରେ ହାପି ନ୍ୟୁ ଇୟର, ହାପି ବାର୍ଥଡେ ଟୁ ୟୁ ଆଣ୍ଡ ନ୍ୟୁ ଇୟର ଅଲସୋ। ଆପଣଙ୍କ ଜୀବନରେ ଗୋଟେ ନୂଆ Thank you, କଥା। sir. Thank you. ଇଟ୍ସ ଭେରି ଭେରି ଡିପଲି ଗୀତ ଗୋଟେ ଗାଇଲେ। ମୁଁ ଲେଖିବାକୁ ଚେଷ୍ଟା କଲି ଜୀବନ ପରେ କଣ ହବ, କିନ୍ତୁ ଲେଖିପାରିଲି ନାହିଁ। ବହୁତ ସୁନ୍ଦର ଗୀତ। ଆଜି ତ ବେଡ୍ ରେ ଅଛୁ କାଲିକି ନଥିବା। ମନୁଷ୍ୟ ସବୁବେଳେ ତାର ଆଉ ଉନ୍ନତି ଦେଖେ, ସବୁବେଳେ ତାର ଆବଶ୍ୟକତା ବିଷୟ ଦେଖେ, କିନ୍ତୁ ତାର ଶେଷ ସମୟକୁ ସେ ବେଳେ ବେଳେ ଦେଖେ ନାହିଁ। ବହୁତ ଧନ୍ୟବାଦ ଦିଏ ଆପଣଙ୍କୁ। ଆଉ ଜନ୍ମଦିନରେ ଆପଣ ଗୀତ ଗାଇଲେ। ଆଉ ଆଜି ତ ସେଲିବ୍ରେସନ ରେ ଅନ୍ତତଃ ବ୍ୟସ୍ତ ହେବା କଥା, କିନ୍ତୁ ପ୍ରଭୁଙ୍କ ଗୌରବ ପାଇଁ ଆପଣ ବ୍ୟବହାର ହେଲେ, ସେଥିପାଇଁ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ। that's called dedicated life। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଆପଣ ଯେତେ ଜଣ ବସିଛନ୍ତି ସମସ୍ତଙ୍କୁ ହୃଦୟର କୃତଜ୍ଞତା ସହିତ ହୋଷ୍ଟ ଆଜ୍ଞାଙ୍କୁ ବି ଧନ୍ୟବାଦ ଦିଏ। ତେବେ ଗତ 2ଟା ସପ୍ତାହରେ ଆମମାନେ ବାଇବେଲ କିପରି ପଢିବା, ବାଇବେଲର କଣ କଣ ବିଷୟ ଅଳ୍ପ ଆଲୋଚନା କରିଥିଲୁ। ଆଦି ପୁସ୍ତକ ତ ବଡ ଗ୍ରନ୍ଥ। ତାକୁ ଯଦି ଆପଣ ହିବ୍ରୁ ଭାଷାକୁ ଜାଣିବେ, ପ୍ରକୃତ ଯଦି ଆପଣ ଜାଣିବାକୁ ଚାହିଁଲେ ହିବ୍ରୁ ଭାଷାକୁ ଗଲେ ଆଜ୍ଞା ଆପଣ ବହୁତ ଜିନିଷ କିଛି ଜାଣିପାରିବେ। କିନ୍ତୁ ଆମେ ଯୋଉମାନେ ପଢିନୁ ହିବ୍ରୁ ଭାଷା ମଧ୍ୟ ଆମେ ପ୍ରଭୁଙ୍କ ଆତ୍ମାଙ୍କ ଦ୍ଵାରା ତାକୁ ଜାଣିପାରୁଛୁ। ଆମେ ପ୍ରଭୁ ତାଙ୍କ ଲୋକମାନଙ୍କୁ ଦେଇ ଆମମାନଙ୍କୁ ବ୍ୟବହାର କରୁଛନ୍ତି। ଇଟ୍ସ ଭେରି ଭେରି ଇଣ୍ଟରେଷ୍ଟିଂ। ଆପଣ ଯଦି ଆଦି ପୁସ୍ତକକୁ ପଢିବେ ବୋଲେ ବହୁତ ଉତ୍ସାହଜନକ, ବହୁତ ଆଗ୍ରହଜନକ, ବହୁତ ଆଶୀର୍ବାଦ, ବହୁତ ଜିନିଷ ଆପଣ ପାଇପାରିବେ, ଯାହା ଅନ୍ୟ ପୁସ୍ତକରେ ହୁଏତ କିଛି ପାଇପାରିବେ, କିନ୍ତୁ ଏ ଜାଗାରେ ସମ୍ପୂର୍ଣ୍ଣ ରୂପେ ପାଇପାରିବେ। ତେବେ ଆସୁ ଆଜି ଆମମାନେ ପ୍ରଥମେ ଆଦି ପୁସ୍ତକକୁ ଆରମ୍ଭ କରିବା। ଆଦି ପୁସ୍ତକ ହେଉଛି ବାଇବେଲର ପ୍ରଥମ ପୁସ୍ତକ। ଆଉ ଏହା ଏକ ବିହନ ଅଟେ, ବାଇବେଲର ବିହନ ଅଟେ ଏହା। ଯଦି ଆପଣ ଆଦି ପୁସ୍ତକକୁ ପୁରାପୁରି ଜାଣିବେ, ବାଇବେଲର ଅନ୍ୟାନ୍ୟ ପୁସ୍ତକକୁ ଜାଣିବା ପାଇଁ ଆପଣଙ୍କୁ ସହଜ ହବ। ତେଣୁ ଆଦି ପୁସ୍ତକ ଆଉ ଯଦି ଜଣେ ବ୍ୟକ୍ତି ପଢିବ, ତେବେ ତା ଜୀବନରେ ଅନେକ ବିଷୟ ଜାଣିପାରିବ। ବଂଶାବଳୀ ଆପଣ ଯେତେବେଳେ ପଢିବେ, ବିଶେଷ କରି ସେଠି ଖାଲି ନାମ ଅଛି ଆଉ କିଛି ନାହିଁ। ଖାଲି ନାମ ଗୁଡାକ ସେଠି ଲେଖା ହେଇଛି କେତେଟା ଅଧ୍ୟାୟରେ, କିନ୍ତୁ ଆପଣ ଆଦି ପୁସ୍ତକ ପଢିଲେ ସେ ବଂଶାବଳୀର ବ୍ୟକ୍ତିଙ୍କର କଥାକୁ ଆପଣ ଜାଣିପାରିବେ। ତା ହଉଛି ଗୁରୁତ୍ୱପୂର୍ଣ୍ଣ କଥା। ତେବେ ଆଦି ପୁସ୍ତକ ଯଦି ଜାଣିବା, ଆମେ ଅନ୍ୟ ପୁସ୍ତକକୁ କିଛି ମଧ୍ୟ ଜାଣିପାରିବା। ବିଶେଷ କରି ନୂତନ ନିୟମକୁ ଯଦି ଆମେ ଦେଖିବା, ନୂତନ ନିୟମରେ ପ୍ରାୟ 17ଟି ପୁସ୍ତକରେ ଆଦି ପୁସ୍ତକର କଥା ଲେଖାଯାଏ। ଆଉ 60 ଥର ତାକୁ ବର୍ଣ୍ଣନା କରାଯାଏ, ଆଉ ତାକୁ କୋଟ କରାଯାଏ। ତେଣୁକରି ଆଦି ପୁସ୍ତକ ଏକ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଅଟେ। ତାର ଅନ୍ୟାନ୍ୟ ଭାଗକୁ ଆମେ ଧୀରେ ଧୀରେ ଯିବା। ଧୈର୍ଯ୍ୟ ଧରି ଦୟାକରି ଆଉ ରହିବେ, ତାହେଲେ ଅନେକ ବିଷୟକୁ ଆମେ ଜାଣିପାରିବା। ହୁଏତ ଆଜି ମୁଁ ତାକୁ ସରେଇ ନପାରେ, କିନ୍ତୁ ମୁଁ ଭାବୁଛି ଆଉ ଗୋଟେ ସପ୍ତାହ ମୋର ଅଛି। ମୁଁ ଆସନ୍ତା ସପ୍ତାହରେ ଆଉ ବଳକା ଜିନିଷକୁ ସରେଇବାକୁ ଚେଷ୍ଟା କରିବି। 5 ବର୍ଷର ପାଠକୁ 2 ଦିନରେ ଅନ୍ତତଃ ସରେଇବା ପାଇଁ ମୁଁ ଚେଷ୍ଟା କରିବି। ମତେ ସୁଯୋଗ ଦେଇଥିବାରୁ ମୁଁ ଆଉ ଥରେ ଆପଣ ସମସ୍ତଙ୍କୁ ଷଷ୍ଠ ଆଜ୍ଞାଙ୍କୁ ଧନ୍ୟବାଦ ଦିଏ। ଆସୁ ଆଦି ପୁସ୍ତକକୁ ଆସିବା। ଏହା ଏକ ପୁସ୍ତକ ଯାହାକି ପ୍ରାରମ୍ଭିକ ପୁସ୍ତକ ଅଟେ। ଅରିଜିନ, ତାକୁ ଜେନେସିସ୍ ବୋଲି ଇଂଲିଶରେ କହନ୍ତି। ଯଦି ଆମେ ପ୍ରକୃତରେ ହିବ୍ରୁକୁ ଯିବା, ତାକୁ ବେରିସେତ ବୋଲିକିରି କୁହାଯାଏ। ଆଉ ଯଦି ଆମେ ଗ୍ରୀକ ଭାଷାକୁ ଆମେ ଯଦି ଯିବା, ତାକୁ ଜେନେସିସ୍ ବୋଲିକିରି, ଜେନେସିସ୍ ଉଦ୍ଧୃତ ଅଟେ। ଆଉ ଆର ପ୍ରକୃତ ଅର୍ଥ ହଉଛି ଅରିଜିନ। ଆଦି 1 ଅଧ୍ୟାୟର 1 ପଦରେ ଲେଖାଯାଏ। ଆର ପ୍ରକୃତ ସୋର୍ସ, ଆର ପ୍ରକୃତ ହଉଛନ୍ତି ଜନ୍ମ, ବାର୍ଥ। ଆଉ ପ୍ରତ୍ୟେକ ବିଷୟର ଜନ୍ମ କଥା ଏ ଜାଗାରେ ଲେଖାଯାଏ। ପ୍ରଥମ କଥା, ପ୍ରତ୍ୟେକ ବିଷୟର ଆରମ୍ଭ କଥା ଲେଖାଯାଏ, କିନ୍ତୁ ଗୋଟିଏ ବିଷୟର ଆରମ୍ଭ କଥା ଲେଖାଯାଏ ନାହିଁ। ତେବେ କାହାର ଆରମ୍ଭ କଥା ଲେଖାଯାଏ ନାହିଁ? ଏଟା ତ ବାଇବେଲ ଷ୍ଟଡି, ଆମେ ଟିକେ କାହାର ଆରମ୍ଭ କଥା, କୋଉ ବିଷୟର ଆରମ୍ଭ କଥା ଲେଖାଯାଏ ନାହିଁ? ଈଶ୍ୱରଙ୍କର। ଆଜ୍ଞା, ଥ୍ୟାଙ୍କ ୟୁ ଭେରି ମଚ। ଈଶ୍ୱରଙ୍କର ଆରମ୍ଭ କଥା ଏଠି ଲେଖାଯାଏ ନାହିଁ। ତେବେ ଈଶ୍ୱରଙ୍କର, ଆଜ୍ଞା କୁହନ୍ତୁ କୁହନ୍ତୁ। ଈଶ୍ୱରଙ୍କ ଆରମ୍ଭ କଥା ଲେଖାଯାଏ ନାହିଁ, କିନ୍ତୁ ଅନ୍ୟ ସବୁ ବିଷୟର ଆରମ୍ଭ କଥା ଲେଖାଯାଏ। ଆଦି ପୁସ୍ତକ 1 ଅଧ୍ୟାୟର 1 ପଦକୁ କେହି ଜଣେ ପଢନ୍ତୁ ଦୟାକରି।
ଆଦ୍ୟରେ ପରମେଶ୍ୱର ଓ ପୃଥିବୀର ସୃଷ୍ଟି କଲେ। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ, କିନ୍ତୁ ଈଶ୍ୱର କେମିତି ସୃଷ୍ଟି ହେଲେ ତାକୁ ଲେଖାଯାଏ ନାହିଁ। ଗୀତ ସଂହିତା 90:2 ଯଦି ଆମେ ପଢିବା, ପଢନ୍ତୁ ପ୍ଲିଜ। ପଢନ୍ତୁ। ମତେ କାହାକୁ ଗୋଟେ ଆସିଟ୍ କରନ୍ତୁ ନା ଆଜ୍ଞା, ମତେ କିଏ ପଢିବା ପାଇଁ ଟିକେ ସାହାଯ୍ୟ କରିବେ। ପର୍ବତ ଗଣର ଉତ୍ପତ୍ତିର ଓ ତୁମ୍ଭ ଦ୍ୱାରା ପୃଥିବୀ ଓ ଜଗତର ସୃଷ୍ଟିର ପୂର୍ବଠାରୁ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମେ ପରମେଶ୍ୱର ଅଟ। ପ୍ରେଜ୍ ଦ ଲର୍ଡ। ବାକ୍ୟ ପରମେଶ୍ୱରଙ୍କର ପଠନରେ ଆମକୁ ମମତା ଭଉଣୀ ଏବଂ ପ୍ୟାରୀ ଦିଦି 2 ଜଣ ହିଁ ସାହାଯ୍ୟ କରିବେ। Thank you very much. ଜଣଙ୍କ ପରେ ଜଣେ ପଢିବେ। ପରମେଶ୍ୱରଙ୍କର ସମୟ ହଉଛି ଅନନ୍ତ କାଳରୁ ଅନନ୍ତ କାଳ। ମନୁଷ୍ୟର ସମୟ, ଗୀତ ରଚକ ଲେଖନ୍ତି 70 ବର୍ଷ, ବଳ ସକାଶୁ 80 ବର୍ଷ। ଯଦି କିଛି ଏଡିସନାଲ ଆଶୀର୍ବାଦ ଅଛି 90 ପର୍ଯ୍ୟନ୍ତ ମଧ୍ୟ ଯାଆନ୍ତି, 100 ପର୍ଯ୍ୟନ୍ତ, କିନ୍ତୁ ଆଜିକାଲି ଲୋକ 100କୁ ଗଲା ପରି ଲାଗୁନାହିଁ। କିନ୍ତୁ ପରମେଶ୍ୱରଙ୍କର ସମୟ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ, ତାକୁ କେହି ଦେଖି ନାହିଁ, କେହି ଜାଣି ନାହିଁ। କେହି କହନ୍ତି ପରମେଶ୍ୱର ଆଉଙ୍କର ସୃଷ୍ଟିକୁ ସେମାନେ ବର୍ଣ୍ଣନା କରନ୍ତି, ଏଇ କାଳରେ ହେଇଥିଲା, ସେଇ କାଳରେ ହେଇଥିଲା। ନା, ବାଇବେଲ ଆମମାନଙ୍କୁ କୁହେ ପରମେଶ୍ୱରଙ୍କ ସ୍ଥିତି, ତାଙ୍କର ପୂର୍ଣ୍ଣତା, ତାଙ୍କର ଉପସ୍ଥିତି, ତାଙ୍କର ମହାପରାକ୍ରମ ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ସେ ରହିଛନ୍ତି, ରହିଥିବେ, ରହିଅଛନ୍ତି, ଆମ ପାଖେ ଥିଲେ, ଅଛନ୍ତି, ଆଉ ରହିଥିବେ। ଯଦି ବାଇବେଲ ଆଦି ପୁସ୍ତକକୁ ଯଦି ଆମେ ଦେଖୁଛୁ, ପରମେଶ୍ୱର ତାଙ୍କର ସୃଷ୍ଟି ଅତ୍ୟନ୍ତ ମହାନ ଅଟେ। ହେଲେ ଆଦି ପୁସ୍ତକରେ ସବୁ ବିଷୟରେ ଆରମ୍ଭ କଥା ଲେଖାଯାଏ, କିନ୍ତୁ ଶେଷ କଥା ଲେଖାଯାଏ ନାହିଁ। ପ୍ରତ୍ୟେକ ବିଷୟରେ ଆରମ୍ଭ କଥା ଲେଖାଯାଏ। ଆପଣଙ୍କର ଆରମ୍ଭ କଥା, ମୋର ଆରମ୍ଭ କଥା, ପୃଥିବୀର ଆରମ୍ଭ କଥା, ସମସ୍ତଙ୍କର ଆରମ୍ଭ କଥା ଲେଖାଯାଏ। ପ୍ରତିଭା ଗୀତ ଗାଉଥିଲେ, କେତେବେଳେ ଚାଲିଯିବ ଜୀବନ, କିନ୍ତୁ ଆପଣଙ୍କର ଶେଷ କଥା ଆଦି ପୁସ୍ତକରେ ଲେଖାଯାଏ ନାହିଁ। ତେବେ କୋଉ ଜାଗାରେ ଲେଖାଯାଏ? କୋଉଠି ଲେଖାଯାଏ ଶେଷ କଥା? ପ୍ରକାଶିତ ବାକ୍ୟ। ଆଜ୍ଞା, ପ୍ରକାଶିତ ବାକ୍ୟ। ପ୍ରକାଶିତ ବାକ୍ୟରେ ଲେଖାଯାଏ। ଆଦି ପୁସ୍ତକଟା ପୃଥିବୀର ଆରମ୍ଭ, ଏହା ଆରମ୍ଭ ପୃଥିବୀର ସୃଷ୍ଟି, କିନ୍ତୁ ନୂତନ ସୃଷ୍ଟି କଥା ସେ ଜାଗାରେ ଲେଖାଯାଏ। ଆଦି ପୁସ୍ତକରେ ମନୁଷ୍ୟର ଆରମ୍ଭ, ଆଦି ପୁସ୍ତକରେ ମନୁଷ୍ୟର ଶେଷ କଥା, ତାପରେ ତାର ପରିବର୍ତ୍ତନ କଥା ଆଦି ପୁସ୍ତକ, ପ୍ରକାଶିତ ପୁସ୍ତକରେ ଲେଖାଯାଏ। ଆପଣ ଯଦି ଗୋଟେ ଚାର୍ଟ ବନେଇବେ, ଆପଣ ଦେଖିବେ କଣ ଆରମ୍ଭ ଆଉ କଣ ଶେଷ, ସେଇ କଥା ଆପଣ ମାନେ ପ୍ରକାଶିତ ପୁସ୍ତକରେ ଦେଖିପାରିବେ। ଆଦି ପୁସ୍ତକରେ ଅନ୍ଧାର ଜାତ ହେଲା, ପ୍ରକାଶିତ ପୁସ୍ତକରେ ଅନ୍ଧାର ନାହିଁ। ଆଦି ପୁସ୍ତକରେ ପୃଥିବୀକୁ ସୃଷ୍ଟି କରାଗଲା, ପ୍ରକାଶିତ ପୁସ୍ତକରେ ସୃଷ୍ଟି ନାହିଁ। ଆଦି ପୁସ୍ତକରେ ପ୍ରତିଟି ବିଷୟର ତାର ଅନ୍ତ ଅଛି, ମନୁଷ୍ୟର ଅନ୍ତ ଅଛି, କିନ୍ତୁ ପ୍ରକାଶିତ ପୁସ୍ତକରେ ମନୁଷ୍ୟର ଜୀବନ, ନୂଆ ସମୟ ଆରମ୍ଭ। ଆମେ କାହିଁକି ଯୀଶୁଙ୍କୁ ବିଶ୍ୱାସ କରୁ? ଆମେ ଏଇଥିପାଇଁ ଯୀଶୁଙ୍କୁ ବିଶ୍ୱାସ କରୁ, ସେ ମୃତ୍ୟୁରୁ ଉତ୍ଥିତ ହେଲେ, ସେ ସ୍ୱର୍ଗକୁ ଗଲେ, ସ୍ୱର୍ଗରେ ଆମମାନଙ୍କ ପାଇଁ ଘର ପ୍ରସ୍ତୁତ କରିଅଛନ୍ତି, ଆଉ ଥରେ ଫେରି ଆସିବେ, ଆମମାନଙ୍କୁ ନେଇଯିବେ। ଯୋଉଦିନ ମୃତ୍ୟୁ ଶେଷ ହବ, ସେଇଦିନ ଆମମାନଙ୍କ ପାଇଁ ଏକ ନୂଆ ଜୀବନ ପ୍ରାପ୍ତ ହବା। ପ୍ରକାଶିତ ପୁସ୍ତକରେ ତାହା ବର୍ଣ୍ଣନା କରାଯାଏ। କେହି ମରଣକୁ ଭୟ କରନ୍ତି, କିନ୍ତୁ ପ୍ରକୃତ ଖ୍ରୀଷ୍ଟିଆନ କେବେ ମରଣକୁ ଭୟ କରିବାକୁ ହବ ନାହିଁ। ପ୍ରକୃତ ଖ୍ରୀଷ୍ଟିଆନ ତାର ଶେଷରେ ବହୁତ ଆନନ୍ଦ ରହିଅଛି, ତା ଶେଷରେ ଆଶୀର୍ବାଦ ରହିଅଛି। ଆରମ୍ଭ ଦୁଃଖ ହେଇପାରେ, ଆରମ୍ଭ କଷ୍ଟ ହେଇପାରେ, କିନ୍ତୁ ଶେଷଟି ଅତ୍ୟନ୍ତ ଆଶୀର୍ବାଦର କଥା ଲେଖାଯାଏ। କାଲି ଆମେ ଯଦି ମରିଗଲେ ଆମେ କୁଆଡେ ଯିବୁ ବେଳେ ବେଳେ ଭାବୁ, କିନ୍ତୁ ଆମେ ଯୋଉମାନେ ବିଶ୍ୱାସ କରିଛୁ, ଆମମାନେ ପ୍ରଭୁଙ୍କ ପାଖକୁ ଯିବୁ। ଆମର ଶେଷ ହଉଛି ଗୌରବମୟ ସମୟ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ତାହା ଆଦି ପୁସ୍ତକ ଆମମାନଙ୍କୁ କୁହାଯାଏ। ଆଉ ସେ ଜାଗାରେ ଆଦି ପୁସ୍ତକରେ ଗାର୍ଡେନ କଥା ଲେଖାଯାଏ, ଉଦ୍ୟାନ କଥା ଲେଖାଯାଏ, କିନ୍ତୁ ପ୍ରକାଶିତ ପୁସ୍ତକରେ ଆପଣ ଯଦି ଦେଖିବେ, ଏକ ଜୀବନ ବୃକ୍ଷ, ନୂତନ ପୃଥିବୀ, ସ୍ୱର୍ଗରୁ ଲାଗିଥିବା ଜେରୁସାଲେମ, ତାକୁ ଆପଣ ମାନେ ଦେଖିପାରିବେ। ଆଦି ପୁସ୍ତକରେ ମୁଁ କହିଲି ଦୁଃଖ ଅଛି, କଷ୍ଟ ଅଛି, ଯନ୍ତ୍ରଣା ଅଛି। ଆଦି ପୁସ୍ତକରେ ମୃତ୍ୟୁ ଅଛି। ଆଦି ପୁସ୍ତକରେ ବିଭିନ୍ନ ବିଷୟର ଅନ୍ତ ଅଛି।
କିନ୍ତୁ ପ୍ରକାଶିତ ପୁସ୍ତକରେ ଆଶୀର୍ବାଦ ରହିଛି, ନୂଆ ଜୀବନ ରହିଛି, ନୂଆ ସମୟ ରହିଛି, କ୍ରନ୍ଦନ ନାହିଁ। ଆପଣଙ୍କର ସମସ୍ତ ଲୁହକୁ ସେଠି ପୋଛି ଦିଆଯିବ, ଆପଣଙ୍କର ଦୁଃଖକୁ ଦୂର କରାଯିବ, ଆପଣ ନୂଆ ଫଳ ଖାଇବେ, ଆପଣ ନୂଆ ଭାବେ ରହିବେ, ଉବୁଡ ହେଇ ପ୍ରଣାମ କରିବେ। ସେଠି ଦିନ ରାତ୍ରି ସବୁବେଳେ ଈଶ୍ୱରଙ୍କ ସହିତ ଦର୍ଶନ ପ୍ରାପ୍ତ ହେବେ, ଈଶ୍ୱରଙ୍କ ସହିତ କଥା ହେବେ, ଆଉ ଈଶ୍ୱରଙ୍କ ସହିତ ଆପଣଙ୍କର ସମୟ ବିତିବ। ଆଦି ପୁସ୍ତକରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା, ଶେଷ କଥା ଲେଖାଯାଏ। ପ୍ରକାଶିତ ପୁସ୍ତକରେ ପ୍ରତ୍ୟେକ ବିଷୟର ନୂତନ ଜୀବନର ଆରମ୍ଭ କଥା ଲେଖାଯାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏବେ ଆଦି ପୁସ୍ତକକୁ ପ୍ରକାଶିତ ପୁସ୍ତକ ଯଦି ଆମେ ତାଲି କରିକି ପଢିବା, ଅନେକ ନୂତନ ବିଷୟକୁ ଆମେ ଜାଣିପାରିବା। ବହୁତ ଜିନିଷ ଅଛି, ଆମେ ଆଗକୁ ଗଲେ ଆଉ ଦେଖିପାରିବା। ତେବେ ଆସୁ ଆମେ ଦେଖିବା ଆଦି ପୁସ୍ତକର ପ୍ରତିଟି ବିଷୟର ଆରମ୍ଭ ଅଟେ। ଯଦି ଆପଣ 1 ଅଧ୍ୟାୟର 26 ପଦକୁ ଦେଖିବେ, ପଢି ଦିଅନ୍ତୁ କେହି ଜଣେ ପ୍ଲିଜ। ଆଦି ପୁସ୍ତକ 1 ଅଧ୍ୟାୟ 26 ପଦ। ଏଥି ଉତ୍ତାରେ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣାର ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟକୁ ନିର୍ମାଣ କରୁ, ସେମାନେ ଜଳଚର ମତ୍ସ୍ୟଗଣ ଓ ଖେଚର ପକ୍ଷୀଗଣ ଓ ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିର ଗମନଶୀଳ ସବୁ ପୁରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ଆଦି 1 ଅଧ୍ୟାୟର 24 ପଦରେ ମନୁଷ୍ୟର ସୃଷ୍ଟି କଥା ଲେଖାଯାଏ ଏବଂ ଆଦି 2 ଅଧ୍ୟାୟର 7 ପଦରେ ତା କଥା ବର୍ଣ୍ଣନା କରାଯାଏ। ତେବେ ମୁଁ ପ୍ରଶ୍ନ ପଚାରିବାକୁ ଚାହେଁ, ପାପ କରିବା ପୂର୍ବରୁ ହବା ଆଦମଙ୍କର ଛୁଆ ଥିଲେ କି ନାହିଁ? ଆଲୋଚନା ଅଛି ଆଦି ପୁସ୍ତକ। ଯଦି ଥିଲେ ପ୍ରମାଣ, ଯଦି ନଥିଲେ ତାର ବି ପ୍ରମାଣ। ପ୍ଲିଜ। କେବଳ ଆମେ ଆଦମ ଆଉ ହବାଙ୍କର 2ଟା ଛୁଆ କଥା ପାପ କଲା ପରେ ଆମେ ଦେଖିବାକୁ ପାଉଛୁ। ସେମାନେ ହଉଛନ୍ତି ହେବଲ ଆଉ କଏନ। ତାପରେ ପରବର୍ତ୍ତୀ କଥା ଅଛି, କିନ୍ତୁ ସେମାନଙ୍କର ପାପ କରିବା ପୂର୍ବରୁ ସନ୍ତାନ ସନ୍ତତି ଥିଲେ କି ନାହିଁ ଆଲୋଚନାର ବିଷୟ। ସେଥିପାଇଁ ମୁଁ ଆଦି ପୁସ୍ତକ ପଢବା ବୋଲି କହିଲି, ଆଲୋଚନାର ବିଷୟ ଅଳ୍ପ ସମୟ ଆମେ କରିବା। ଯଦି ଥିଲେ କେମିତି ଥିଲେ, କିଏ ଥିଲେ, ଯଦି ନଥିଲେ ତାର କିଛି ତର୍କ ଆମେ ବାହାର କରିବା, କିଛି ବିଷୟକୁ ଆମେ ଜାଣିପାରିବା। ପ୍ଲିଜ। ଈଶ୍ୱରଙ୍କ ଦ୍ଵାରା ସୃଷ୍ଟ ସବୁ ପଶୁ ପକ୍ଷୀ ସବୁ ଜୀବ ମାନଙ୍କ ଉପରେ ତାଙ୍କୁ ଅଧିକାର ଦେଇଥିଲେ। ଆଉ ସେମାନେ, ମତେ ଯାହା ଲାଗେ, ସେଇମାନେ ତାଙ୍କର ଔରସର ଜାତ ସନ୍ତାନ ନହେଲେ ବି ତାଙ୍କ ଉପରେ ତାଙ୍କର ଅଧିକାର ଥିଲା। ତ ସେମାନେ ତାଙ୍କର ସନ୍ତାନ କି ମୁଁ ନିଜେ ସ୍ପଷ୍ଟ ନୁହେଁ, କିନ୍ତୁ ମୁଁ ଭାବୁଛି ସେମିତି। ଆଉ କେହି ଜଷ୍ଟ ଆଲୋଚନା କରିବା, ଆମେ କିଛି ନାହିଁ ଆଉ ପରସ୍ପର ଭିତରେ। ପାପ କରିବା ପୂର୍ବରୁ ସେମାନଙ୍କର ବିବାହ ହୋଇନଥିଲା, ସେମାନେ ସ୍ୱାମୀ ଭାର୍ଯ୍ୟା ହେଇନଥିଲେ, ତେଣୁ ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲା। ଆଜ୍ଞା, ଥ୍ୟାଙ୍କ ୟୁ। ଦିଅନ୍ତୁ ଜଗଦୀଶ ଆଜ୍ଞା, ଆପଣଙ୍କର ଗୋଟେ ମତ ଦିଅନ୍ତୁ। ଦେଖିଲେ ଆମସ ଆଜ୍ଞା, ଦେଖନ୍ତୁ ନଥିଲା ସାର୍, ଥିଲା ଥିଲା ବୋଲି ଲେଖା ହଉଛି। ନଥିଲା, ସନ୍ତାନ ସନ୍ତତି ନଥିଲେ। ନଥିଲେ। ଆଜ୍ଞା, क्वेश्चन आउ थे पचारतु सार, ଆଜ୍ଞା। क्वेश्चन को आउ थे भलरे पचारतु। क्वेश्चन ହଉଛି, ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ହବା ଆଦମକୁ, ତେବେ ସେମାନଙ୍କର ପାପ କରିବା ପୂର୍ବରୁ ସନ୍ତାନ ସନ୍ତତି ଥିଲା କି ନାହିଁ? ନାହିଁ। ନଥିଲେ ସାର୍, ନା, ନଥିଲେ। ସେ ଥିଲେ। ଆଦି ପୁସ୍ତକ 3 ପର୍ବ 16 ପଦ ଅନୁସାରେ ତାଙ୍କର ପିଲାମାନେ ଆଦି ପୁସ୍ତକ 6 ପର୍ବର ମଧ୍ୟ ଆମେ ତାର ଟିକେ ପ୍ରମାଣ। ଆଜ୍ଞା, ଓକେ। ଆମେ ଶାସ୍ତ୍ରକୁ ଯିବା, ଏଥର ଆଦି ପୁସ୍ତକକୁ ଯିବା। ଏଠି କୁହନ୍ତୁ ସାର୍। 6 ପର୍ବରେ ଆଜ୍ଞା, ଆଜ୍ଞା 6 ହଁ କୁହନ୍ତୁ ସାର୍, ପର୍ବରେ କୁହନ୍ତୁ, ମୁଁ ଶୁଣୁଛି। ଆପଣଙ୍କ କ୍वेଶ୍ଚନ ଅନୁସାରେ 6 ପର୍ବରେ ଏକ ପ୍ରକାର, ହଁ 6 ପର୍ବରେ ଲେଖାଯାଏ ମନୁଷ୍ୟ ମାନଙ୍କର ସଂଖ୍ୟା ବଢିବାକୁ ଲାଗିଲା
ଆଉ ସେମାନଙ୍କର ଅନେକ କନ୍ୟା ଜାତ ହେଲେ। 2 ପଦରେ ଲେଖାଯାଏ, ସେତେବେଳେ ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟମାନଙ୍କ କନ୍ୟା ଗଣକୁ ରୂପବତୀ ଦେଖି ସେମାନେ ଯେଉଁମାନଙ୍କୁ ପସନ୍ଦ କଲେ ସେ ସମସ୍ତଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ତ ଆପଣ ପ୍ର- ମୋର ହିସାବରେ ନିଶ୍ଚିତ ଭାବେ ସନ୍ତାନ ସନ୍ତତି ଜାତ ହେଲେ। ଯଦି ସେମିତି ଯଦି ହେଇ ମାନେ ଅଲରେଡି ସନ୍ତାନ ଥିଲେ, ନହେଲେ ପରମେଶ୍ୱର ଏହା କହିନଥାନ୍ତେ ଯେ ତୁମର ଗର୍ଭ ପ୍ରସବ ବେଦନାକୁ ବଢେଇବା। ସେ ତ ସବୁ ଏଇ କୋଶ୍ଚିନ୍ ଟା ପ୍ରଭୁ କରିନଥାନ୍ତେ ନା ତାଙ୍କ ପାପ କଲା ପରେ। ନିଶ୍ଚିତ ଭାବେ ଥିଲେ କରିଗଲା। ପୂର୍ବ ଦେଶରେ କୋଉ ଦେଶ ଥିଲା ଯାଇକି କୋଉ ଝିଅ ଥିଲା ଯେ ତାକୁ ସାର୍ ମୋର ପ୍ରକାଶ ଆଜ୍ଞାଙ୍କ ପ୍ରଶ୍ନ ଅନୁସାରେ ପାପ କରିବା ପୂର୍ବରୁ ଆଦମ ହବାଙ୍କର ସନ୍ତାନ ସନ୍ତତି ଥିଲେ କି ନାହିଁ? ଥିଲେ ନାଇଁ। ମୋର ମତ। ଥିଲେ। ପାପ କରିବା ପୂର୍ବରୁ ଟିକେ ଭଲ କି ଆପଣ ଚିନ୍ତା କରନ୍ତୁ। ପାପ କରିବା ପୂର୍ବରୁ ଦୁହେଁ ଉଲଙ୍ଗ ଥିଲେ ଏବଂ ଏକୁଟିଆ ସେମାନେ ସାଙ୍ଗ ହେଇ ବୁଲୁଥିଲେ, କିନ୍ତୁ ସେମାନଙ୍କର ବିବାହ ହୋଇନଥିଲା। ଏଟା ସତ କଥା ଆଜ୍ଞା, କିନ୍ତୁ ବାଇବେଲରେ ମେନସନ ଏହା କରିନି ନା ଯେ ସେଟା ବାଇବେଲ ପରମେଶ୍ୱର ପ୍ରଶ୍ନ କଣ କଲେ ଯେତେବେଳେ ବା- ଆଦମ ବା- ପ୍ରଶ୍ନ କରେକ୍ଟ ଅଛି। ସାରଙ୍କର ଯୋଉ କୋଶ୍ଚିନ୍ କୋଶ୍ଚିନ୍ କରେକ୍ଟ ଅଛି। ପାପ କରିବା ପୂର୍ବରୁ ଯୋଉ କୋଶ୍ଚିନ୍ ସନ୍ତାନ ରେ ସନ୍ତତି ଥିଲେ ନା ନା ଆଜ୍ଞା ପଚାର କାରଣ ସେଟାରେ ଆପଣ କହିଲେ ଭଲ ହବ। ଆଉ ସମୟ ଓକେ ଆମେ ଯାଉଛି, ଅନ୍ୟ ଆପଣ ଆଡେ ଗଲେ ଓକେ ସେଟା ଯିବା। ପ୍ରକାଶ ଆଜ୍ଞା ଅନ୍ୟ ସମୟ ଯାଉଛି, ଆଜ୍ଞା ଥ୍ୟାଙ୍କ ୟୁ କୋଶ୍ଚିନ୍ ଯାହା ଥିଲା ସେଇଟାରେ ସମୟ ହିଁ ଯାଉଛି, ଆପଣ ଆଗକୁ ବଢ। ସମାଧାନ ଥ୍ୟାଙ୍କ କରିଦିଅନ୍ତୁ। ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ତେବେ ଏଇଟା ଲାଇନ୍ ଟେକ୍ସଟ ଚାଲିଛି ସାର୍, ସେଥିପାଇଁ ଟେକ୍ସଟ କୋଶ୍ଚିନ୍ ଆମେ ନ ରଖିବାଟା ଭଲ। ଥ୍ୟାଙ୍କ ୟୁ। ନାଇଁ ଆମେ ଆଲୋଚନା କରୁଛୁ, ଜାଣବାକୁ ପଡିବ ସମସ୍ତଙ୍କୁ। ଟେକ୍ସଟ କୁ ଯିବା ଆମେ। ବାଇବେଲ କଣ କହେ ଆମେ 1 ଅଧ୍ୟାୟର 27 ଆଉ 28 ପଦ ପଢନ୍ତୁ। ପ୍ରକାଶ ଆଜ୍ଞା ସେଲ୍ଫି ହାତ ପଡି 1 ଅନନ୍ତର ଅଧ୍ୟାୟ ପର- ଆଦି ପୁସ୍ତକ 1 ଅଧ୍ୟାୟର 27 ଆଉ 28 ପଦକୁ ପଢନ୍ତୁ। ତଳେ ପକେଇଥିଲି। ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାକୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେ ସେମାନଙ୍କୁ ସୃଷ୍ଟି କଲେ। ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀ କି ପରିପୂର୍ଣ୍ଣ କରି ବଶୀଭୂତ ହୁଅ। ନାଇଁ, ନାଇଁ, ଠିକ ନାହିଁ। ଆଉ ଜଳଚର, ମତ୍ସ୍ୟଗଣ, ଖେଚର, ପକ୍ଷୀଗଣ ଓ ଭୂଚର ଉରଗାମୀ ଜନ୍ତୁଗଣ ଉପରେ କର୍ତ୍ତୃତ୍ୱ କର। ଓକେ, ନେକ୍ସଟ ମୁଁ ପ୍ରଶ୍ନ ଅଳ୍ପ ସମୟ ପଚାରିବି। ନେକ୍ସଟ ପ୍ରଶ୍ନ ହଉଛି ମୋର, ଉତ୍ତରକୁ ଆସିବା ଆମେ। ଏଇ ଟେକ୍ସଟ କଣ କହୁଛି, ସେଥିପାଇଁ ଆମେ ବାଇବେଲକୁ ଧ୍ୟାନରେ ପଢବାକୁ ପଡିବ। ଏଇଟା କଣ କହୁଛି? ନେକ୍ସଟ ଜିନିଷ ହଉଛି ଯେ ପ୍ରଭୁ ସେମାନଙ୍କୁ କହିଲେ ତୁମେ ପ୍ରଜାବନ୍ତ ଆଉ ବଂଶ ହୁଅ। ନମ୍ବର 1, ମାନେ ପ୍ରଥମ କଥା ହଉଛି ସେ ସେମାନଙ୍କୁ ସୃଷ୍ଟି କଲେ। 26 ପଦରେ ଲେଖା ହେଇଛି, 27 ପଦରେ ଲେଖା ହେଇଛି ସେ ସେମାନଙ୍କୁ ସ୍ଵାମୀ ଆଉ ସ୍ତ୍ରୀ କରିକି ସୃଷ୍ଟି କଲେ। ସ୍ଵାମୀ ଆଉ ସ୍ତ୍ରୀର ସୃଷ୍ଟି ଈଶ୍ୱରଙ୍କର ଏକ ବରଦାନ ଅଟେ। ସମସ୍ତେ ସ୍ଵାମୀ ହେଇପାରନ୍ତି ନାହିଁ, ସମସ୍ତେ ସ୍ତ୍ରୀ ହେଇପାରନ୍ତି ନାହିଁ, କିନ୍ତୁ ବାଇବେଲ ଆମକୁ କଣ କହୁଛି ସେଇ କଥାକୁ ଆମକୁ ଜାଣିବା। ତେବେ ମୋର ଆଉ ଗୋଟେ ପ୍ରଶ୍ନ ହଉଛି, ଆଦି ପୁସ୍ତକ 1 ଅଧ୍ୟାୟରୁ ଆଦି ପୁସ୍ତକ 3 ଅଧ୍ୟାୟ ପର୍ଯ୍ୟନ୍ତ କେତେ ସମୟର ତାହା ଦୂରତା ଥିଲା? ଏବେ ଆମେ ଯେତେବେଳେ ଦେଖୁଛୁ ଅନେକ ବର୍ଷର ଦୂରତା ତାହା ଥିଲା। ଅନେକ ବର୍ଷ ସେମାନେ ଈଶ୍ୱରଙ୍କ ସଙ୍ଗେ ସମୟ ବିତେଇଲେ ହବା ଆଦମ। ଆଜି ତାଙ୍କୁ ସୃଷ୍ଟି କରିଦେଲେ ଆଉ ଆସନ୍ତା ସପ୍ତାହରେ ସେମାନେ ଫଳ ଖାଇଦେଲେ, ଏମିତି ସେମିତି କିଛି ନାହିଁ, ଏ ପ୍ରକାର ନାହିଁ। ଯଦି ଆଦି ପୁସ୍ତକ 1 ଅଧ୍ୟାୟର 27 ପଦ 28 ପଦକୁ ଯଦି ଆମେ ପଢିବା, ସ୍ୱତନ୍ତ୍ର ରୂପେ ସେ କହୁଛନ୍ତି ଯେ ଅନନ୍ତର ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ। ପରମେଶ୍ୱରଙ୍କ ପ୍ରତିମୂର୍ତ୍ତିରେ ସେ ତାହାଙ୍କୁ ସୃଷ୍ଟି କଲେ, ପୁରୁଷ ଓ ସ୍ତ୍ରୀ କରି ସେମାନଙ୍କୁ ସୃଷ୍ଟି କଲେ। ପ୍ରଥମ କଥା ହଉଛି ପୁରୁଷ ଆଉ ସ୍ତ୍ରୀ କରିକି ସେମାନଙ୍କୁ ସୃଷ୍ଟି କଲେ। 28 ପଦକୁ ଆସନ୍ତୁ। ଆଉ ପରମେଶ୍ୱର ସେମାନଙ୍କୁ କହିଲେ, ପୁଣି ପରମେଶ୍ୱର ସେମାନଙ୍କୁ କହିଲେ, ଆଉ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ। ବିବାହ କଲା ପରେ ଆଶୀର୍ବାଦ କଲେ। ଆମେ ଦେଖୁଛୁ ପୁରୁଷ ଆଉ ସ୍ତ୍ରୀ କରିକିରି ବିବାହ କଲେ, ସେମାନେ ସେଠି ଦେଖୁଛୁ। ତାପରେ ସେ ଆଶୀର୍ବାଦ କଲେ। କଣ ବୋଲିକିରି ଆଶୀର୍ବାଦ କରିକି କଲେ? ସେ ପ୍ରଜାବନ୍ତ ଓ ବହୁବଂଶ ହୁଅ, ପୁଣି ପୃଥିବୀକୁ ପରିପୂର୍ଣ୍ଣ କରି ବଶୀଭୂତ କର। ଆଉ ସମସ୍ତ ଜନ୍ତୁଗଣ ଉପରେ ତୁମେ କର୍ତ୍ତୃତ୍ୱ କର, ପଶୁ ପକ୍ଷୀ ସମସ୍ତଙ୍କ ଉପରେ। ତେବେ ଆମର ଆଲୋଚନାର ବିଷୟ ହେଉଛି ଯେ ସଦାପ୍ରଭୁ ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ ଏକ କାରଣ ପାଇଁ, ତାହା ହଉଛି ସେମାନେ ତାଙ୍କର ଗୌରବ କରିବେ, ତାଙ୍କର ପ୍ରଶଂସା କରିବେ, ତାଙ୍କର ଧନ୍ୟବାଦ କରିବେ,
ଆଉ ସେମାନେ ପୃଥିବୀକୁ ପରିପୂର୍ଣ୍ଣ କରିବେ। ତ ହୁଏତ ଆପଣ ଆଉ ମୁଁ ସେଥିପାଇଁ ଆମେ ବାଇବେଲ ଯେତେବେଳେ ଆମେ ପଢିବା ଆଉ ସେତେବେଳକୁ ଆମେ ଧ୍ୟାନର ସହିତ ପଢିବାକୁ ପଡିବ। ବେଳେ ବେଳେ ଆମେ ଅନେକ ଜିନିଷ ଆମେ ଜାଣିପାରିନଥାଉ। ବାଇବେଲ ଏତେ ବଡ ଗଭୀର କଥା ଆମକୁ ତାକୁ ଜାଣିବା ପାଇଁ କଷ୍ଟ ହେଇଥାଏ। ତେବେ ମୋର ପ୍ରଶ୍ନର ଉତ୍ତର ହଉଛି ଯେ ହିବ୍ରୁ ବାଇବେଲକୁ ଅରିଜିନାଲ ଟେକ୍ସଟକୁ ଯଦି ଆପଣ ଯିବେ ଆପଣ ଜାଣିପାରିବେ ସେଇଠି ଏମିତି ଏକ ଗୋଟେ ଧାରଣା ପାଇବେ ଆପଣ ଯେ ପରମେଶ୍ୱରଙ୍କର ସୃଷ୍ଟି ପୂର୍ବରୁ ହବା ଆଦମକୁ ଆଶୀର୍ବାଦ କଲେ। ସେମାନଙ୍କର ଅନେକ ଛୁଆ ଥିଲେ ସେମାନଙ୍କର। ମୁଁ କିଛି ପ୍ରମାଣ ଆପଣଙ୍କୁ ଦେବି। ତାର 3 ଅଧ୍ୟାୟର 15 ପଦ ପଢନ୍ତୁ। ଆଦି ପୁସ୍ତକ 3 ଅଧ୍ୟାୟ 15 ପଦ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ତାହାଙ୍କ ବଂଶ ମଧ୍ୟରେ ଗୌରଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କର ଗଇଠିକି ଆଘାତ କରିବ। ଦେଖନ୍ତୁ ସେଠି ଗୋଟେ ପଦ ଲେଖାଛି ଗୋଟେ 16ରେ। ଆଉ ନାରୀ କି କହିଲେ 16 ପଦ ପଢମା। ତହୁଁ ସେ ନାରୀକୁ କହିଲେ ଆମ୍ଭେ ତୁମ୍ଭର ଗର୍ଭ ବେଦନା ଅତିଶୟ ବଢାଇବା। ତୁମ୍ଭେ ବ୍ୟର୍ଥରେ ସନ୍ତାନ ପ୍ରସବ କରିବ। ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ। ସେ ତୁମ୍ଭ ଉପରେ କୌତୁକ କରିବ। ତାର ଅର୍ଥ ଆମେ ଏଠି ଦେଖୁଛୁ ଗର୍ଭ ବେଦନା ଅତିଶୟ ବଢେଇବା। ଟେକ୍ସଟକୁ ଦେଖନ୍ତୁ ଆପଣ, ବାଇବେଲକୁ ଦେଖନ୍ତୁ ଆପଣ। ତାର ପୂର୍ବରୁ ଗର୍ଭ ବେଦନା ଥିଲା ନାଇଁ, ଟିକେ ଟିକେ ହୁଏତ ଥିବ। ସେତେବେଳକୁ ଆରାମସେ ସେମାନେ ସେମାନଙ୍କର ସନ୍ତାନ ସନ୍ତତିକୁ ଜନ୍ମ ଗ୍ରହଣ କରୁଥିଲେ। କିନ୍ତୁ ଆମେ ସେ ପଦ ଯଦି ଆମେ ଦେଖିବା ସେଠି ଲେଖାଯାଏ ଯେ ଆଉ ସ୍ତ୍ରୀକୁ ହବାକୁ ସେ ଏକ ଅଭିଶାପ ସ୍ୱରୂପ କହୁଛନ୍ତି, ତୁମେ ଆଉ ଏତେ ବଡ ଭୁଲ କାମ ଟିକେ କଲ, ତେଣୁକରି ତୁମକୁ ଛୁଆ ଜନ୍ମ କଲା ବେଳକୁ ଅତ୍ୟନ୍ତ କଷ୍ଟ ହେବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏଇ ଯୋଉ ଆଦି ପୁସ୍ତକକୁ ଆମେ ପଢିଲେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଆମେ ଦେଖିପାରୁଛୁ। ତେବେ ମୋର ମତରେ ମୁଁ ହିବ୍ରୁ ବାଇବେଲ ପଢେ। ମୋର ମତରେ ହିବ୍ରୁ ଟେକ୍ସଟ ଅନୁସାରେ ଆଉ ସଦାପ୍ରଭୁ ସେମାନଙ୍କୁ 26 ପଦରେ ପୁରୁଷ ଆଉ ସ୍ତ୍ରୀ କରିକି ସୃଷ୍ଟି କଲେ। 27 ପଦରେ ସେମାନଙ୍କୁ ଆଶୀର୍ବାଦ କଲେ। 28 ପଦରେ ସେମାନଙ୍କୁ କହିଲେ ତୁମେ ପ୍ରଜାବନ୍ତ ଆଉ ବହୁବଂଶ ହୁଅ, ପୃଥିବୀକୁ ପରିପୂର୍ଣ୍ଣ କର। ତାର ଅନେକ ସମୟ ପରେ ଆଦି ପୁସ୍ତକର 3 ଅଧ୍ୟାୟକୁ ଆମେ ଦେଖିବାକୁ ପାଉଛୁ, ଅଳ୍ପ ଦିନ ପରେ ନାହିଁ। ତେବେ ଆଦି ପୁସ୍ତକରେ ଆମେ ମନୁଷ୍ୟର ସୃଷ୍ଟି କଥା ଆଉ ହୁଏତ ଏହା ଏକ କ୍ୱେଶ୍ଚିନ ମାର୍କ ହେଇକିରି ରହିଲା ନାହିଁ, କିନ୍ତୁ ଆମେ ନିଶ୍ଚୟ କରି ଆପଣ ନିଶ୍ଚିତ ହୁଅନ୍ତୁ ତାଙ୍କର ଛୁଆ ଥିଲା। ତାର ଅନେକ ପ୍ରମାଣ ଅଛି, ମୁଁ ଆପଣମାନଙ୍କୁ ଦେବି। ତାର ପ୍ରମାଣ ମଧ୍ୟ ମୁଁ ଆପଣମାନଙ୍କୁ ଦେଖିବି। ତେବେ ଆଦି ପୁସ୍ତକରେ 4ଟି ବିଷୟକୁ ବିଶିଷ୍ଟ ରୂପେ ବର୍ଣ୍ଣନା କରାଯାଏ। ପ୍ରଥମ ହଉଛି ତାଙ୍କର ସୃଷ୍ଟି, ଦ୍ୱିତୀୟ ହଉଛି ପାପ, ତୃତୀୟ ହଉଛି ଜଳପ୍ଲାବନ, ଆଉ ଚତୁର୍ଥ ହଉଛି ରେଷ୍ଟୋରେସନ, ଆଉ ଥରେ ପୁନରୁଦ୍ଧାର କଥା ସେ ଜାଗାରେ ଲେଖାଯାଏ। ଏବେ ସୃଷ୍ଟିରେ ସେ ସବୁ ବିଷୟକୁ ସୃଷ୍ଟି କଲେ ଆଉ ମନୁଷ୍ୟକୁ ମଧ୍ୟ ସେ ସୃଷ୍ଟି କଲେ। ମନୁଷ୍ୟର ହଉଛି ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ। ତେବେ 1 ଅଧ୍ୟାୟର 26 ପଦ ଆଉ 1 ଅଧ୍ୟାୟ 2 ଅଧ୍ୟାୟ 2 ଅଧ୍ୟାୟର 7 ପଦକୁ ଯେତେବେଳେ ଆମେ ଦେଖୁ, ବେଳେ ବେଳେ ଆମକୁ ଲାଗେ 2 ଅଧ୍ୟାୟର 7 ପଦରେ ଏମିତି ଲେଖା ହେଲା, 1 ଅଧ୍ୟାୟରେ 7 ପଦରେ ଏମିତି ଲେଖା ହେଲା ବୋଲିକି ଆମେ ଭାବୁ। କିନ୍ତୁ 1 ଅଧ୍ୟାୟର ବିଷୟକୁ 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆପଣ ଯଦି 2 ଅଧ୍ୟାୟ 7 ପଦ ପଢନ୍ତୁ। ଏହି ରୂପେ ପରମେଶ୍ୱର ଶୂନ୍ୟ ନିର୍ମାଣ କରି ଶୂନ୍ୟର ଉର୍ଦ୍ଧ୍ୱସ୍ଥ 1 ଅଧ୍ୟାୟର 7 ପଦ। 2 ଅଧ୍ୟାୟ 7 ପଦ। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଏବେ ତାର ବିବରଣ ସେ ଜାଗାରେ ଲେଖାଯାଇଛି। କିଛି ସ୍କଲାର୍ସ କହନ୍ତି ଆଦି ପୁସ୍ତକର ସୃଷ୍ଟିର କଥା। ଆଦି ପୁସ୍ତକର 1 ଅଧ୍ୟାୟର 1 ପଦକୁ 2 ପଦକୁ ଯଦି ଆମେ ଦେଖିବା, ସେଠାରେ ଆଉ ଗୋଟେ ପୃଥିବୀ କଥା ଲେଖାଯାଏ ବୋଲି କିଛି ସ୍କଲାର୍ସ କହନ୍ତି। 1 ଅଧ୍ୟାୟର 1 ପଦ 2 ପଦ ପଢନ୍ତୁ ଦୟାକରି। ପରମେଶ୍ୱର ସ୍ୱର୍ଗ ପୃଥିବୀ ସୃଷ୍ଟି କଲେ,
ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କର ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲେ। ଏବେ ସେଇଠି ମଧ୍ୟ ଗୋଟେ କ୍ୱେଶ୍ଚିନ୍ ମାର୍କ ଆସେ ଯେ ପରମେଶ୍ୱରଙ୍କର ପ୍ରଥମ ସୃଷ୍ଟି ଯେତେବେଳେ ହେଲା ସେତେବେଳେ ଆଉ ସୃଷ୍ଟିରେ ସୃଷ୍ଟିଟା ପ୍ରଥମ ସୃଷ୍ଟି ନଷ୍ଟ ହେଇଯାଇଥିଲା। ଅନେକ ଲୋକ ତାକୁ ଅନେକ ସ୍କଲାର୍ସ କହନ୍ତି ସେ ଲୁସିଫର ସ୍ୱର୍ଗରୁ ସେ ପଡିକି ଲୁସିଫରକୁ ତାକୁ ତଳକୁ ଠେଲି ଦିଆଯାଇଥିଲା। ସେ ଲୁସିଫର ପାପରେ ପତିତ ହେଇକିରି ପଡିଥିଲା। ଅନେକ ଲୋକଙ୍କୁ ଅନେକ ଧାରଣା ଆଦି ପୁସ୍ତକ କଥା ବିଷୟରେ ବର୍ଣ୍ଣନା କରାଯାଏ। ତେବେ ଆସୁ ମାନେ ଆଦି ପୁସ୍ତକର 4ଟି ଘଟଣା ଉପରେ ଅଳ୍ପ ସମୟ ଆମେ ବର୍ଣ୍ଣନା କଲା। ପ୍ରଥମ ହଉଛି ସୃଷ୍ଟି। ପ୍ରତ୍ୟେକ ବିଷୟର ସୃଷ୍ଟିକୁ ଆମେ ଦେଖିବାକୁ ପାଇଲୁ। ମନୁଷ୍ୟର ସୃଷ୍ଟି, ପଶୁପକ୍ଷୀର ସୃଷ୍ଟି, ପୃଥିବୀର ସୃଷ୍ଟି, ପ୍ରତ୍ୟେକ ବିଷୟର ସୃଷ୍ଟି କଥା ଆମେ ଦେଖିବାକୁ ପାଇଲୁ। ଦ୍ୱିତୀୟ ହଉଛି ତା ହଉଛି ଆମେ ଦେଖୁଛୁ ଯେ ପାପ। ଦ୍ୱିତୀୟ ହଉଛି ପାପ। ତୃତୀୟ ହଉଛି ଜଳପ୍ଲାବନ। ଚତୁର୍ଥ ହଉଛି ମନୁଷ୍ୟ ମାନଙ୍କର ବସତି ଆଉ ପୁନରୁଦ୍ଧାର। ତେବେ ଆଉ ଆଦି ପୁସ୍ତକ 1 ଅଧ୍ୟାୟରୁ 11 ଅଧ୍ୟାୟରେ 4 ଜଣ ବ୍ୟକ୍ତିଙ୍କର କଥା ମଧ୍ୟ ବିଭିନ୍ନ ବ୍ୟକ୍ତିଙ୍କର କଥା ଲେଖାଯାଏ। ଆଦମ ଆଉ ହେବଲ, ହନକ, ନହଙ୍କର କଥା ଲେଖାଯାଏ। 1 ଅଧ୍ୟାୟରୁ 11 ଅଧ୍ୟାୟ ପର୍ଯ୍ୟନ୍ତ ଯେତେବେଳେ ଆପଣ ପଢିବେ ସେତେବେଳେ ଆପଣ ଜାଣିପାରିବେ ଏଇ ଲୋକମାନଙ୍କର ବିଷୟରେ, ସେମାନଙ୍କର ଚରିତ୍ର କଥା ବିଷୟରେ ଜାଣିପାରିବେ। ତେବେ ଆକୁ ଆମେ ସର୍ଟକଟରେ ଆମ ସମୟ ଅନୁସାରେ ଆମେ ଟିକେ ଆଗକୁ ବଢିବା। ଆଉ ଏବେ ପ୍ରଥମ 11 ଅଧ୍ୟାୟ ବିଷୟ ଆମେ ଆଲୋଚନା କରିବା। ପ୍ରଥମ 11 ଅଧ୍ୟାୟକୁ ଆଲୋଚନା କରିବା ପୂର୍ବରୁ ମୁଁ ଆପଣଙ୍କର ଲେଖକ କିଏ ସେ ବିଷୟ ଟିକେ ମୁଁ କହିବାକୁ ଚାହେଁ। ହେଲେ ଆଦି ସାର୍ ପୁସ୍ତକର 1ରୁ 10 ପର୍ବ ସରିଗଲା କି? ଆଜ୍ଞା 1ରୁ 10 ପର୍ବ ସରିଗଲା କି? 11 ପର୍ବ ଆପଣ ଷ୍ଟଡି କରୁଛନ୍ତି? ନାଇଁ 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 ସରି ନାଇଁ, ମୁଁ ଆସୁଛି। ମୁଁ ଏଇଟା ଏବେ ଯୋଉଟା କହିବି ସେଇଟା କହିଲେ ଆପଣ ବୁଝିପାରିବେ 1ରୁ 10 ପର୍ବ କଥା ଆପଣ ବୁଝିପାରିବେ। ମୁଁ ଜଷ୍ଟ ଟିକେ ଆସୁଛି, ମୁଁ ସିଷ୍ଟମେଟିକଲି ନେବା ପାଇଁ ଚାହେଁ। ମୁଁ ତାହେଲେ ଆପଣ ମାନଙ୍କୁ ବୁଝିବା ପାଇଁ ବୋଲିକି ସୁବିଧା ହେବ। ସରି ନାହିଁ, ଯଦି ଆପଣ ଟିକେ ଜାଣିବେ ତାହେଲେ ୟୁଟ୍ୟୁବ କୁ ଯାଇକରି ମଧ୍ୟ ଆଜ୍ଞାଙ୍କର ୟୁଟ୍ୟୁବ କୁ ଯାଇକରି ଶୁଣିଲେ ବୋଲେ ଆପଣ ଭଲସେ ଜାଣିପାରିବେ। ଥ୍ୟାଙ୍କ ୟୁ ଆପଣ ପ୍ରଶ୍ନ ପଚାରିଥିବାରୁ। ମୁଁ ଏଇଟା ସରିନି, ଜଷ୍ଟ ପରିଚୟ ଦେବା ପୂର୍ବରୁ ଲେଖକଙ୍କ ପରିଚୟ ମୁଁ ଟିକେ ଦେବାକୁ ଚାହେଁ। ଆମେ ତ କିଛି ଆଲୋଚନା କଲୁ ଲେଖକ କିଏ ଆହୁରି ତା ବିଷୟରେ ମୁଁ ଟିକେ ଅଳ୍ପ ସମୟ କହିବି। ତେବେ ଅନେକ ଲୋକ କହନ୍ତି ଏହାର ଲେଖକ ହଉଛନ୍ତି ମଶା। ପେଣ୍ଟାଟୁକ୍ 5ଟା ଗ୍ରନ୍ଥକୁ ମଶା ଲିଖିଛନ୍ତି। ଆଦି, ଯାତ୍ରା, ଗଣନା, ଦ୍ୱିତୀୟ ବିବରଣୀ। ତେବେ ଆକୁ ମଶା ଲେଖିଛନ୍ତି ବୋଲିକରି। ତେବେ ପ୍ରଶ୍ନ ହଉଛି ମଶା ତ ସେ ସମୟରେ ନଥିଲେ, ମଶା କେମିତି ଲେଖିଲେ? ଆଦି ପୁସ୍ତକରୁ ମଶାଙ୍କର ସମୟକୁ ପ୍ରାୟ 2500 ବର୍ଷ ଅନେକ ବର୍ଷ ବିତି ଯାଇଛି। ତେବେ ମଶା କେମିତି ଲେଖିଲେ? କେହି ଜଣ ମତେ ପଢି ଦିଅନ୍ତୁ ପ୍ରେରିତ ପୁସ୍ତକ 7 ଅଧ୍ୟାୟର 35ରୁ 38 ପଦ। ଇଏ ତୁମକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲେ ବୋଲି କହି ଏହି ଯେଉଁ ମୂଷାକୁ ସେମାନେ ଅଗ୍ରାହ୍ୟ କଲେ। ପ୍ରେରିତ ପୁସ୍ତକ 7 ଅଧ୍ୟାୟ 35 ପଦରୁ 38 ପଦ। ୟେସ୍ ପଢନ୍ତୁ। ପଢୁଛି ସାର୍। ଇଏ ତୁମକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୂଷାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାଙ୍କୁ ଈଶ୍ୱର ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ। ଏହି ବ୍ୟକ୍ତି ମିଶର ଦେଶ ସୁଖସାଗର ଓ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଅଦ୍ଭୁତ କର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ। ଏହି ମୂଷା ଇସ୍ରାଏଲ ସନ୍ତାନ ମାନଙ୍କୁ କହିଲେ, ଈଶ୍ୱର ତୁମମାନଙ୍କର ଭ୍ରାତୃଗଣଙ୍କ ମଧ୍ୟରୁ ତୁମମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ। ଧନ୍ୟବାଦ ମା। ତେବେ ଏଇଠି ଆମେ ଦେଖୁଛୁ ମୂଷା ଭବିଷ୍ୟତ କଥା ଲେଖୁଛନ୍ତି। ଯୀଶୁଙ୍କ ବିଷୟରେ ଭବିଷ୍ୟତବାଣୀ ସେ କରୁଛନ୍ତି ଯେ ମୋ ପରି ଜଣେ ଭାବବାଦୀକୁ ସେ ଉତ୍ପନ୍ନ କରିବେ। ତେବେ ଭାବବାଦୀ କିଏ? ଯେ ଈଶ୍ୱରଙ୍କର ମନର କଥାକୁ ଆଣି ମନୁଷ୍ୟ ମାନଙ୍କ ମଧ୍ୟରେ କହିବ, ସେ ହଉଛି ଭାବବାଦୀ। ତେବେ ମଶାଙ୍କର ଲେଖିଛନ୍ତି ବୋଲି ତାର ପ୍ରମାଣ ହଉଛି
ଯେ ମୁଁ ଆଉ ଥରେ ଆସୁଛି ଫେରିକିରି ଆସୁଛି ପରମେଶ୍ୱର ମନୁଷ୍ୟ ମାନଙ୍କ ସହିତ କଥା ହେଇଛନ୍ତି। ଆଦମଙ୍କ ସାଙ୍ଗେ କଥା ହଉଥିଲେ, ଶ୍ବେତଙ୍କ ସାଙ୍ଗେ କଥା ହେଲେ, ହନକଙ୍କ ସାଙ୍ଗେ କଥା ହେଲେ, ନହଙ୍କ ସାଙ୍ଗେ କଥା ହେଲେ, ଅବ୍ରାହମଙ୍କ ସାଙ୍ଗେ କଥା ହେଲେ, ଇସାକଙ୍କ ସାଙ୍ଗେ କଥା ହେଲେ, ଜାକୁବଙ୍କ ସାଙ୍ଗେ କଥାବାର୍ତ୍ତା କଲେ ଏବଂ ଯୋସେଫଙ୍କ ସାଙ୍ଗେ କଥାବାର୍ତ୍ତା କଲେ। ତେବେ ପରମେଶ୍ୱର କଣ ମୂଷାଙ୍କ ସାଙ୍ଗେ କଥା ହେଇନଥିବେ କି? କାହିଁକି ମୂଷାଙ୍କୁ ପରମେଶ୍ୱର ପୁସ୍ତକଟି ଲେଖିବାକୁ ବାଛିଲେ? ଏକ ତ ସେ ଲେଖକ ବୋଲି ତାର ପ୍ରମାଣ ହଉଛି ପ୍ରଭୁ ଆଉ ତାଙ୍କୁ କଥା କହିଲେ, ବିଭିନ୍ନ ଲୋକଙ୍କୁ କଥା କହିଲେ। ଆଜି ଆପଣଙ୍କର ସାଙ୍ଗେ ମୋର ସାଙ୍ଗେ ମଧ୍ୟ ପରମେଶ୍ୱରଙ୍କ କଥା ହେବା ପାଇଁ ଚାହାନ୍ତି, ହେଲେ ସମର୍ପିତ ଜୀବନର ଆବଶ୍ୟକତା ଅଟେ। ଆମେ ବେଳେ ବେଳେ ଈଶ୍ୱରଙ୍କ ସାଙ୍ଗେ କଥା ହେଇପାରିନଥାଉ। ଆମେ ଯେତେବେଳେ ଆଉ ଆମମାନଙ୍କ ଜୀବନରେ ଭାଙ୍ଗି ପଡୁ, ଦୁଃଖ ଆସେ, କଷ୍ଟ ଆସେ, ସେତେବେଳକୁ ଆଖିର ଲୁହ ଝରୁ ପରମେଶ୍ୱର ମୋ ସାଙ୍ଗେ କଥାବାର୍ତ୍ତା କରିଥାନ୍ତି। ତେବେ ମୂଷାକୁ ଲେଖିଛନ୍ତି ବୋଲି ବିଭିନ୍ନ ପ୍ରମାଣ ରହିଛି, କିନ୍ତୁ ତାର ପ୍ରମାଣ ସଦୃଶ୍ୟ ଆଉ ଗୋଟେ କଥା ମୁଁ କହିବା ପାଇଁ, କାହିଁକି ପରମେଶ୍ୱର ମୂଷାଙ୍କୁ ଲେଖିବା ପାଇଁ ଆଉ ସେ ସୁଯୋଗ ଦେଲେ? ପ୍ରଥମ କଥା ହଉଛି ମୂଷା ଜଣେ ବିଶିଷ୍ଟ ଜ୍ଞାନୀ ଲୋକ ଥିଲେ। କାହା ଘରେ ସେ ଥିଲେ? ମୂଷା କାହା ଘରେ ଥିଲେ? ତାଙ୍କ ଶତ୍ରୁଙ୍କ ଘରେ ଥିଲେ। ଆଜ୍ଞା, ଫାରୋଙ୍କ ଗୃହରେ ଫାରୋଙ୍କ ଗୃହରେ ଥିଲେ। ଫାରୋ ଥିଲେ ରାଜା। ତେବେ ଫାରୋଙ୍କ ଗୃହରେ ଯେତେବେଳେ 40 ବର୍ଷ ଥିଲେ, ସବୁ ଡିଗ୍ରୀ ସରେଇଥିଲେ ସେ। ଜଣେ ରାଜା ପୁଅ କେବେ ମଧ୍ୟ ଅଶିକ୍ଷିତ ହେଇକି ରହିବ ନାହିଁ, ତାକୁ ସବୁ ଜିନିଷ ତାକୁ ଜଣାଥିବ। ତେବେ ଏଇ ରାଜା ପୁଅ ଭାବେ ସେ ଉଚ୍ଚ ଶିକ୍ଷିତ ଥିଲେ, ସେଠିକାର ସଂସ୍କୃତିକୁ ଜାଣିଥିଲେ, ସେଠିକାର ଭାଷାକୁ ଜାଣିଥିଲେ, ସେଠିକାର ସମସ୍ତ ବିଷୟକୁ ସେ ଜାଣିଥିଲେ। ତେଣୁ ପରମେଶ୍ୱର ଅନେକ ସମୟ ପରେ ମୂଷାଙ୍କୁ ସେ ବାଛିଲେ ଏଇ ପୁସ୍ତକକୁ ଲେଖିବା ପାଇଁ। ତେବେ ପରମେଶ୍ୱର ମୂଷାଙ୍କ ସହିତ ଖାଲି ଗମନାଗମନ କଲେ ନା, ତାଙ୍କ ସାଙ୍ଗେ ମିତ୍ର ପରି କଥା ହଉଥିଲେ। ଯେତେବେଳେ ସେ ପାହାଡକୁ ସେ ଡାକିଲେ, ସିନାଇ ପାହାଡକୁ, ପର୍ବତକୁ, ଅନେକ କଥା ତାଙ୍କ ସାଙ୍ଗେ ହେଇଛନ୍ତି। 40 ଦିନ ଦୁଃଖ ସୁଖ ଭଲ ମନ୍ଦ ଅନେକ ଈଶ୍ୱରୀୟ ନିଗୁଡ ତତ୍ଵ ଗୁଡାକ ତାଙ୍କୁ ସେ ଦେଇଥିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଖ୍ରୀଷ୍ଟିଆନ ଜୀବନ ଭାବେ ଆମେ ଯେତେବେଳେ ଆଲୋଚନା କରୁଛୁ, ଆମେ କେବେ ଈଶ୍ୱରଙ୍କ ସାଙ୍ଗେ ବସି କଥା ହେଇପାରୁଛୁ କି? ବହୁତ ବଡ ପ୍ରଶ୍ନ ଏଟା। ଈଶ୍ୱର କେବେ ଆମକୁ ସ୍ପର୍ଶ କରନ୍ତି କି? ସେଦିନ ମୂଷାଙ୍କୁ ଡାକିଲେ ପାହାଡକୁ, ପୁଅରେ ପାହାଡକୁ ଆସେ କହିଲେ, ତାଙ୍କୁ ଅନେକ ବିଷୟ, ହବା ଆଦମଙ୍କ କଥା ତାଙ୍କୁ ଜଣେଇଲେ, ସୃଷ୍ଟିର କଥା ତାଙ୍କୁ ଜଣେଇଲେ, ପାପ କଥା ତାଙ୍କୁ ଜଣାଇଲେ, ଜଳପ୍ଲାବନ କଥା ତାଙ୍କୁ ଜଣାଇଲେ, ଅବ୍ରାହମ କଥା ତାଙ୍କୁ ଜଣାଇଲେ, ଇସାକ ଜାକୁବ ଯୋସେଫଙ୍କ କଥା ତାଙ୍କୁ ଜଣାଇଲେ, ସବୁ ବିଷୟ ତାଙ୍କୁ ଜଣାଇଲେ। ଡିଫିକଲ୍ଟ ସମୟରେ କେମିତି ଜୀବନ ଯାପନ କାଟିବେ ତାକୁ ପରମେଶ୍ୱର ତାଙ୍କୁ ଶିଖେଇଲେ। ଗୋଟେ ଗୀତ ଅଛି, ବସିଛି ମୁଁ ପାଦ ତଳେ, ମୋର ଯୀଶୁଙ୍କ ପାଦ ତଳେ। ଆମେ କେବେ ବସିଛୁ ଯୀଶୁଙ୍କର ପାଦ ତଳେ? ଯଦି ଆମେ ଯୀଶୁଙ୍କର ପାଦ ତଳେ ବସିବା, ନିଗୁଡ କଥା ଗୁଡାକ ସବୁ ସେ କହିଲେ। ମରିୟମକୁ ଯୀଶୁ ଅନେକ ନିଗୁଡ କଥା ତାଙ୍କୁ କହିଲେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆପଣଙ୍କ ମତେ ପ୍ରଭୁ ନିଗୁଡ କଥା କହିବାକୁ ଚାହାନ୍ତି। ଆମେ ଯାହା ଶୁଣି ନଥାଉ ସେଇ କଥା କହିବାକୁ ସେ ଚାହାନ୍ତି। କହିବେ, ମୂଷାକୁ ଯଦି କହିଲେ ଆମକୁ କାହିଁକି ନ କହିବେ? ସେ କହିବେ। ଏବେ ମୂଷା ହଉଛନ୍ତି ଜଣେ ଈଶ୍ୱର ପ୍ରିୟ ଲୋକ, ଯାହାଙ୍କ ସାଙ୍ଗେ ତାଙ୍କର ଅତ୍ୟନ୍ତ ସୁନ୍ଦର ସମ୍ପର୍କ ଥିଲା। ଆଉ ତାର ସମ୍ପର୍କ ଯୋଗୁ ସେ ତାଙ୍କୁ କଥା କହିଥିଲେ, ଆଉ ମୂଷା ତାଙ୍କୁ ଦ୍ଵାରା ସେ ଲେଖିଥିଲେ। ରାଜପ୍ରସାଦର ସମସ୍ତ ଜ୍ଞାନକୁ ସେ ଅର୍ଜନ କରିଥିଲେ। 40 ବର୍ଷ ପର୍ଯ୍ୟନ୍ତ ଭଲ ପଢିଲେ, ଭଲ ବଳବାନ ଥିଲେ, ଅତ୍ୟନ୍ତ ଉତ୍ତମ ବ୍ୟକ୍ତି ଥିଲେ ସାଂସାରିକ ଭାବରେ। ସେ ତାକୁ ପ୍ରଭୁ ସେଥିପାଇଁ ଶତ୍ରୁ ଘରେ ବଢେଇବାକୁ ଦେଲେ, ସେ ବଢିଲେ। ଆପଣଙ୍କର ଶତ୍ରୁ ଆପଣଙ୍କୁ ପାଳିବ, ଆପଣଙ୍କୁ ପୋଷିବ, ଆପଣ ଯେତେବେଳେ ପରମେଶ୍ୱରଙ୍କ ଉପରେ ଭରସା କରିବେ। ବେଳେ ବେଳେ ଶତ୍ରୁକୁ ଆମେ ବିରୋଧ କରୁ, ଶତ୍ରୁକୁ ବିରୋଧ କରିବାକୁ ହବ ନାହିଁ, ତା ପାଇଁ ପ୍ରାର୍ଥନା କରିବାକୁ ହବ। ମୂଷା ଜିହୁଦୀୟ ଲୋକମାନେ, ଏଇ ଯୋଉ ଇସ୍ରାଏଲ ଗୋଷ୍ଠୀ ମାନେ ଏତେ ଦୁଃଖ କଷ୍ଟ ପାଉଥିଲେ,
ଗର୍ଭଜାତ ଶିଶୁକୁ ସେମାନେ ମାରି ଦଉଥିଲେ, ଧାତ୍ରୀ ମାନଙ୍କୁ କୁହାଯାଉଥିଲା ତାଙ୍କୁ ଫିଙ୍ଗି ଦିଅ। ଏଇ ସମୟରେ ମଧ୍ୟ ପରମେଶ୍ୱର ଫେଭର ଦେଲେ ତାଙ୍କ ମାକୁ, ରାଜା ଘରେ ସେ ଜନ୍ମ ହେଲେ, ଉଚ୍ଚ ଶିକ୍ଷିତ ହେଇକରି ଜନ୍ମ ହେଲେ। ଆପଣଙ୍କ ଛୁଆକୁ, ଆପଣଙ୍କ ନାତି ନାତୁଣୀ, ଆପଣଙ୍କ ପ୍ରିୟ ଲୋକମାନଙ୍କୁ ଉଚ୍ଚ ଶିକ୍ଷିତ କରିବେ, ପରମେଶ୍ୱରଙ୍କ ସଙ୍ଗେ କଥା ହେବା ପାଇଁ ସାହାଯ୍ୟ କରିବେ, ଯେତେବେଳେ ଈଶ୍ୱରଙ୍କର ପାଦ ତଳେ ଆମେ ବସିବା। ତେବେ ଆଶ୍ଚର୍ଯ୍ୟର କଥା, ସୃଷ୍ଟିର ସବୁ ବିବରଣ ମଶାଙ୍କୁ ପରମେଶ୍ୱର ଜଣାଇବେ। ପୃଥିବୀରେ ଯଦି ଆପଣ ଦେଖିବେ କୌଣସି ଶାସ୍ତ୍ରରେ ସୃଷ୍ଟିର ବିବରଣ ନାହିଁ। କିଏ କିଏ ମାଙ୍କଡରୁ ଆସିଲେ ବୋଲିକରି କହିବେ, କିଏ କିଏ କଇଁଚରୁ ଆସିଲେ, କିଏ କିଏ ମାଛରୁ ଆସିଲେ, କିନ୍ତୁ ଆମେ ଈଶ୍ୱରଙ୍କ ହସ୍ତ ଦ୍ୱାରା ନିର୍ମିତ। ହାଲେଲୁୟା। ତାଙ୍କର ହସ୍ତ, ଆଶ୍ଚର୍ଯ୍ୟଜନକ ହସ୍ତ ଆମକୁ ନିରୂପଣ କଲେ। ସେଥିପାଇଁ ଗୀତରଚକ ଲେଖନ୍ତି, ମୁଁ ଆଶ୍ଚର୍ଯ୍ୟ ରୂପେ ନିର୍ମିତ। 1000 କୋଟି ଲୋକ ପୃଥିବୀରେ ଅଛନ୍ତି, କାହାର ରୂପ କାହାର ସାଙ୍ଗେ ମିଶେ ନାହିଁ। ଆଶ୍ଚର୍ଯ୍ୟର କଥା ହଉଛି ସେଟା। 1000 କୋଟି ଲୋକ ପୃଥିବୀରେ ଅଛନ୍ତି, ପ୍ରାୟ କାହାର ଗୁଣ କାହାର ସାଙ୍ଗେ ମିଶେ ନାହିଁ। କାହାର ନାକ ଲମ୍ବା, କାହାର ନାକ ଚେପ୍ଟା, କାହାର ନାକ ଉଚ୍ଚା, କାହାର ମୁହଁ ଲମ୍ବା, କାହାର ମୁହଁ ଛୋଟ, କାହାର ପାଦ ବଡ। ପରମେଶ୍ୱରଙ୍କ ସୃଷ୍ଟି ବିଚିତ୍ର ସୃଷ୍ଟି। ସେ ପରମେଶ୍ୱର ଆପଣଙ୍କୁ ମତେ କଥା କହିବାକୁ ଚାହେଁ। ସେ ମଶାଙ୍କୁ କଥା କହିଲେ। ମୁଁ ଆସୁଛି ଆଉ ଥରେ ସେ ଷ୍ଟୋରିକୁ। ତେବେ ପ୍ରଭୁ ଆପଣଙ୍କୁ ମତେ ରାତିରେ କଥା କହିବାକୁ ଚାହାନ୍ତି। ଆମେ ଯେତେବେଳେ ସମର୍ପିତ ହଉଛି, ମୁଁ କହିବା କଥା ହଉଛି, ଆମେ ଯେତେବେଳେ ସମର୍ପିତ ହଉ, ଆପଣ ଯଦି 12 ଅଧ୍ୟାୟର 50 ଅଧ୍ୟାୟକୁ ଯଦି ପଢିବ, ଅନେକ ନିଗୁଡ କଥା ଅଛି। ମୁଁ ଆସନ୍ତା କ୍ଲାସରେ ନିଶ୍ଚୟ କରି କୌଣସି ମତେ 10 ମିନିଟ ଅଧିକ ନେଇ ଆପଣ ମାନଙ୍କୁ କହିକି ମୁଁ କହିବି। ଆଉ ପ୍ରଭୁ ଦୟା କଲେ ଜଗଦୀଶ ଆଜ୍ଞା କେତେ କେତେବେଳେ ମତେ ଦେଲେ କଣ୍ଟିନ୍ୟୁ କରିବି, କେତେବେଳେ ସକାଳେ, କେତେବେଳେ ମଧ୍ୟାହ୍ନରେ ମୁଁ ରହସ୍ୟ କହିବି। କିନ୍ତୁ ଆଜି ଆଉ କାଲିକି ଯାହା ଅଛି, ଯାହା ଯେତିକି କହିବା କଥା କହିବି। ଈଶ୍ୱରଙ୍କର ସୃଷ୍ଟି ଆଶ୍ଚର୍ଯ୍ୟ ଅଟେ। କୌଣସି ଶାସ୍ତ୍ରରେ ଲେଖା ଯାଇନାହିଁ, ବାଇବେଲରେ ଲେଖା ଯାଇଛି। ବାଇବେଲକୁ ଅନେକ ଲୋକ କପି କରନ୍ତି, ଆଉ ଏମିତି ହେଇଥିଲା ସେମିତି। ଯଦି କାହାକୁ ପ୍ରଥମ ମନୁଷ୍ୟ କଥା ପଚାରିବେ, କାହାକୁ ଜଣା ନାହିଁ ମନୁଷ୍ୟର ପ୍ରଥମ ନାମ, କିନ୍ତୁ ପ୍ରଭୁ ରିଭିଲ କରିଛନ୍ତି, ପ୍ରକାଶିତ କରିଛନ୍ତି ଆମ ପାଇଁ। ପ୍ରଥମ ମନୁଷ୍ୟ ହଉଛି ଆଦମ। ପ୍ରଥମ ମନୁଷ୍ୟର ନାମ ଆଦମ ବୋଲି କୌଣସି ଜାଗାରେ ପାଇବେ ନାହିଁ ଆପଣ। That is called God. ସେ ହଉଛନ୍ତି ପରମେଶ୍ୱର। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜିର ଏଇ ଲେଖକଙ୍କ ବିଷୟ ମୁଁ କହୁ କହୁ ମୁଁ ଆପଣଙ୍କୁ ଏଇ କଥା କହିଲି, ପରମେଶ୍ୱର ତାଙ୍କ ଲୋକମାନଙ୍କ ସାଙ୍ଗେ କଥା ହୁଅନ୍ତି। ସେଥିପାଇଁ ଟପିକ ନେଲି, କଥା ହୁଅନ୍ତି। ଆଜି ଯଦି ଆପଣ ସମର୍ପିତ ହେଇ ଜୀବନ କାଟିବେ, ଆପଣଙ୍କ ପ୍ରିୟ ଲୋକମାନଙ୍କୁ ସମର୍ପିତ କରିବେ, ଆପଣଙ୍କ ସାଙ୍ଗେ ପ୍ରଭୁ କଥା ହେବେ। ପ୍ରଭୁ କଥା ନ ହେବାର ଅନେକ ଗୁଡାଏ କାରଣ ଅଛି। ସେଇ କାରଣ ମଧ୍ୟରୁ ସମର୍ପିତ ଜୀବନ ଆମର ବେଳେ ବେଳେ ନାହିଁ। ତେଣୁ ଟ୍ରାଡିସନାଲ ଖ୍ରୀଷ୍ଟିଆନ ହେଇ ଆମେ ବଞ୍ଚିଥାଉ। ମୁଁ ଏଇ ମଝିରେ ମୁଁ ଗୋଟେ ଜାଗାକୁ ଯାଇଥିଲି, ସେମାନଙ୍କର ଜିନିଷ ମୁଁ ଦେଖୁଥିଲି। ବିଲକୁଲ ଆରାଧନା ନାହିଁ, ବିଲକୁଲ ଉପାସନା ନାହିଁ, ବାଜା ବଜାନ୍ତି ନାହିଁ, ତାଳି ମାରନ୍ତି ନାହିଁ, ଚୁପଚାପ ହେଇକିରି ରୁହନ୍ତି। ସେମାନେ ପ୍ରଭୁ କେମିତି କଥା ହେବେ? ପ୍ରାର୍ଥନା, ଇଟ୍ ଇଜ ନଟ୍ ଏ ମନୋଲୋଗ, ଇଟ୍ ଇଜ ଏ ଡାୟଲଗ। ମନୋଲୋଗ ବୋଇଲେ ଜଣେ କଥାବାର୍ତ୍ତା ହେବାଟା, ଡାୟଲଗ ବୋଇଲେ ଇଟ୍ ଇଜ ଏ କନଭର୍ସନ, ପରସ୍ପର ଭିତରେ କଥାବାର୍ତ୍ତା। ବେଳେ ବେଳେ ଆମେ ପ୍ରାର୍ଥନା ଆମେ ମନୋଲୋଗ ନିଜେ କରି ପକେଇଥାଉ, କିନ୍ତୁ ଶୁଣିବା ପାଇଁ ବୋଲି ଇଚ୍ଛା କରିନଥାଉ। ପ୍ରେରିତ ପାଉଲ ସେଥିପାଇଁ କହନ୍ତି, ଶୁଣିବାରେ ଧୀର ହୁଅ ତୁମେ। ଶୁଣିବାରେ ତୁମେ କଣ, କହିବାରେ ଧୀର ହୁଅ, ଶୁଣିବାରେ ତତ୍ପର ହୁଅ ବୋଲି କହନ୍ତି। ଶୁଣିବା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ। ଯଦି ଶୁଣିବେ, ମଶା ଲେଖିଲା ପରି ଆପଣ ବି ଲେଖିପାରିବେ। ଯଦି ଶୁଣିବେ, ମଶାଙ୍କ ପରି ଆପଣ ଜ୍ଞାନୀ ହେବେ। ଯଦି ଶୁଣିବେ, ସମସ୍ତ ବିଷୟକୁ ଆପଣ ଜାଣିପାରିବେ। ଯୀଶୁ ସେଥିପାଇଁ ବାରମ୍ବାର କହିଲେ, ଯାହାର କର୍ଣ୍ଣ ଅଛି ସେ ଶୁଣୁ। ଯଦି ଆମକୁ ପ୍ରଭୁ କାନ ଦେଇଛନ୍ତି, ଆମକୁ ଶୁଣିବାକୁ ପଡିବ। ଶୁଣିବା ଲୋକମାନେ ଜ୍ଞାନୀ ହୁଅନ୍ତି, ଶୁଣିବା ଲୋକମାନେ ବୁଦ୍ଧିମାନ ହୁଅନ୍ତି। ଶୁଣିବା କଥା ଆମେ ଯଦି ବାଇବେଲରେ ଦେଖୁଛୁ, ବାଇବେଲରେ ଅନେକ ଥର ଶୁଣ 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 ବୋଲି ଲେଖାଯାଏ। ଜ୍ଞାନୀ ସୋଲୋମନ ଯେତେବେଳେ ଲେଖନ୍ତି, ସେ କହନ୍ତି, ହେ ମୋର ପୁତ୍ର, ତୁମେ ଆପଣ ପିତାର କଥା ଶୁଣ, ମାତାର ଆଦେଶକୁ ପରିତ୍ୟାଗ କରେ ନାହିଁ। ଶୁଣିବା ଈଶ୍ୱରଙ୍କ ସ୍ୱଭାବର ଏକ ସ୍ୱଭାବ ଅଟେ, ଯୋଉ ଦ୍ଵାରା ମୂଷା ସବୁ ବିଷୟ ଶୁଣିଥିଲେ ଆଉ ଲେଖିଥିଲେ। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଶୁଣିବା ପାଇଁ ଶକ୍ତି ଦିଅନ୍ତୁ। ତେବେ
ବାଇବେଲର ପଞ୍ଚପୁସ୍ତକର ଲେଖକ ହଉଛନ୍ତି ମୂଷା। ନେକ୍ସଟ, ଷ୍ଟ୍ରକ୍ଚର ଅଫ ଦ ବୁକ୍। ମୁଁ ଆଉ ଥରେ ଏକ ଅଧ୍ୟାୟକୁ ଆସିବି। ଷ୍ଟ୍ରକ୍ଚର ଅଫ ଦ ବୁକ୍, 1 ଅଧ୍ୟାୟରୁ 11 ଅଧ୍ୟାୟ ମଧ୍ୟରେ ମାନବ ଜାତିର ଇତିହାସ କଥା ଲେଖାଯାଏ। 12 ଅଧ୍ୟାୟରୁ 50 ଅଧ୍ୟାୟ ମଧ୍ୟରେ ମନୋନୀତ ବଂଶର କଥା ଲେଖାଯାଏ। 12 ଅଧ୍ୟାୟରୁ 50 ଅଧ୍ୟାୟରେ ଅବ୍ରାହ୍ମଙ୍କୁ ବର୍ଣ୍ଣନା କରିଥିଲି, ଯୋସେଫଙ୍କର କଥା ଏ ଜାଗାରେ ବର୍ଣ୍ଣନା କରାଯାଏ। ଏବେ ମୁଁ ଯାହା କହୁଥିଲି, 4ଟି ବୃହତ ବିଷୟକୁ ବାଇବେଲରେ ଆମେ ଦେଖୁଛୁ 1 ଅଧ୍ୟାୟର 11 ପଦରେ। କୁହନ୍ତୁ ମତେ 4ଟା କଥା ମୁଁ କହିଲି କଣ କଣ 1ରୁ 11 ଅଧ୍ୟାୟରେ? ସୃଷ୍ଟି, ପାପ, ଆଜ୍ଞା, ଜଳ ପ୍ଲାବନ, ରେଷ୍ଟୋରେସନ। ରେଷ୍ଟୋରେସନ। ତାକୁ ଆଉ ଟିକେ ମୁଁ ମୋଡିଫାଇ କରିବାକୁ ଚାହେଁ। 4ଟି ବୃହତ ବିଷୟ ହେଉଛି ସୃଷ୍ଟି, ମନୁଷ୍ୟର ପତନ, ବନ୍ୟା ବା ଫ୍ଲଡ, ବାବିଲଗଡ। ବାବିଲଗଡ ପରେ ରେଷ୍ଟୋରେସନ ଆସିଛି, ମୁଁ କହିବି ବାବିଲଗଡ। 4ଟା ବଡ ବଡ ଘଟଣାକୁ ଆମେ ମାନେ ଦେଖିପାରୁଛୁ। ସୃଷ୍ଟିରେ ପରମେଶ୍ୱରଙ୍କ ସୃଷ୍ଟି କଥା ଆମେ ଦେଖିଲୁ। ପାପରେ ସାପର ପ୍ରବେଶ କଥା ଆମେ ଦେଖିଲୁ। ବନ୍ୟାରେ ପୃଥିବୀ ନଷ୍ଟ ହୋଇଯାଇଥିବା କଥା ଆମେ ଦେଖିଲୁ। ବାବିଲଗଡରେ ଭାଷାର ବିଭେଦ କଥା ଆମେ ଦେଖିଲୁ। ଆଉ 4 ଜଣ ବ୍ୟକ୍ତିତ୍ବ ମହାନ ଅଟନ୍ତି। 4 ଜଣ ବ୍ୟକ୍ତିଙ୍କର କଥା ବି ଆମେ ପାଠ କରିବା। ଆଦମ, ହେବଲ, ହନକ, ନହ। ଆଦମଙ୍କ ସାଙ୍ଗେ ପ୍ରଭୁ କଥା ହେଲେ, ହନକ ସାଙ୍ଗେ ପ୍ରଭୁ କଥା ହେଇ ହନକ ଚାଲିଲେ, ନହଙ୍କ ସାଙ୍ଗେ ପ୍ରଭୁ କଥା ହେଲେ, ହେବଲଙ୍କ ସାଙ୍ଗେ ପ୍ରଭୁ କଥା ହେଲେ। ହେବଲଙ୍କ କଥା ବେଳେ ବେଳେ ଆମେ ଜାଣିନଥାଉ, କିନ୍ତୁ ହେବଲ ଗୋଟେ ମହାନ ବ୍ୟକ୍ତିତ୍ବ ଅଟନ୍ତି। ପରମେଶ୍ୱର ତାଙ୍କ ପ୍ରତି ଯଥେଷ୍ଟ ଅନୁରକ୍ତ ଥିଲେ, ଯଥେଷ୍ଟ ତାଙ୍କ ପ୍ରଶଂସା କରନ୍ତି। ପରମେଶ୍ୱରଙ୍କର ଯଥେଷ୍ଟ ତାଙ୍କ ପ୍ରତି କହିବାକୁ ଗଲେ କଣ ଆଶୀର୍ବାଦ ରହିଛି। ମୁଁ ପରବର୍ତ୍ତୀ ସମୟକୁ ଆମେ ଦେଖିବା, ତାକୁ ଜାଣିବା। ସେ ହଉଛନ୍ତି ପ୍ରଥମ ବ୍ୟକ୍ତି ଯୋଉ ବ୍ୟକ୍ତି କି ମୃତ୍ୟୁବରଣ କରିଥିଲେ। ତେବେ এই 4ଟି କଥା, 4ଟି ଲୋକ କଥା ଆମେ ଆଗକୁ ବର୍ଣ୍ଣନା କରିବା। ତେବେ ଆଦି ପୁସ୍ତକ ଆରମ୍ଭରୁ ଅବ୍ରାହ୍ମଙ୍କ ପର୍ଯ୍ୟନ୍ତ, ଆରମ୍ଭରୁ ମିନ୍ସ ପାପରୁ ଅବ୍ରାହ୍ମଙ୍କ ପର୍ଯ୍ୟନ୍ତ ପ୍ରାୟ 2000 ବର୍ଷ। ଆଉ 12 ଅଧ୍ୟାୟରୁ 50 ଅଧ୍ୟାୟକୁ ଆମେ ଯେତେବେଳେ ଦେଖିବା, ସେଇଟା ହଉଛି ପ୍ରାୟ 350 ବର୍ଷର କଥା ଲେଖାଯାଏ। এই 12 ଅଧ୍ୟାୟରୁ 50 ଅଧ୍ୟାୟ ମଧ୍ୟରେ 4 ଜଣ ବ୍ୟକ୍ତିଙ୍କ କଥା ଲେଖାଯାଏ। କିଏ କିଏ କହିବେ ମତେ? ବହୁତ ସହଜ, ବହୁତ ସହଜ। 12 ଅଧ୍ୟାୟରୁ 50 ଅଧ୍ୟାୟ ମଧ୍ୟରେ ବହୁତ ସହଜ 4 ଜଣ କଥା ଲେଖାଯାଏ। ଅବ୍ରାହମ, ଇସାକ, अब्राहम, इसाक, याकूब, ଯୋସେଫ। योसेफ। थैंक यू वेरी मच। ये 4 ଜଣଙ୍କ ଷ୍ଟୋରି ପୁରା ବୁଢୀମା କାହାଣୀ କହିଲା ପରି, ଶୁଣିଲେ ଶୁଣୁଥା ପରି ଲାଗିବ ଯଦି ରହସ୍ୟଜନକ ଭାବେ ଆପଣ ପଢିବେ। ଅନେକ ଗଭୀର କଥାକୁ ଆପଣ ଜାଣିପାରିବେ। ଯଦି ନ ପଢିବେ ତାକୁ ଆପଣଙ୍କୁ କଷ୍ଟ ହେବ। ପଢିଲେ একদম বুড়িমা কাহাଣୀ ପରି ପରମେଶ୍ୱର କଥା ହେବେ ସେଠି। ଖାଲି ଷ୍ଟୋରି କଥା ଲେଖାଯାଏ, ତା କଥା ଆମେ ଆଲୋଚନା କରିବା। ତେବେ 4 ଜଣ ମାନଙ୍କ ମଧ୍ୟରେ ବିଶ୍ୱାସର ବୀର ଥିଲେ ମନୋନୀତ ଜଣେ ବ୍ୟକ୍ତି, ସେ ହେଉଛନ୍ତି ଅବ୍ରାହମ। ପ୍ରିୟ ପୁତ୍ର ଥିଲେ ଇସାକ, ଆଉ ଯାକୁବ ଥିଲେ, ତାଙ୍କ ନାମ ଇସ୍ରାଏଲ ବୋଲି ପରିବର୍ତ୍ତନ କରାଗଲା। ଏବଂ ଯୋସେଫ ହଉଛନ୍ତି ଏକ ଦୁଃଖଗ୍ରସ୍ତ ବ୍ୟକ୍ତି, କିନ୍ତୁ ଗୌରବଯୁକ୍ତ ଜୀବନରେ ତାଙ୍କ ଜୀବନ ସମାପ୍ତ ହେଇଥିଲା, ସେଇ କଥା ଲେଖାଯାଏ। ଯୋସେଫଙ୍କ ଜୀବନ ଦୁଃଖରେ ଆରମ୍ଭ ହେଲା। ଯୋସେଫଙ୍କ ଜୀବନ ଦୁଃଖରେ ଆରମ୍ଭ ହେଲା, କିନ୍ତୁ ଗୌରବରେ ଶେଷ ହେଲା। ତେବେ ତାର ଆଉଟଲାଇନ ମୁଁ ଅଳ୍ପ ସମୟ କହିବି ଆପଣମାନଙ୍କୁ। ଟିକେ ଟିକେ ଧ୍ୟାନ ଦିଅନ୍ତୁ ଯଦି ସେଟା। ତେବେ ଆଉଟଲାଇନ କହିବି ମୁଁ ଆପଣମାନଙ୍କୁ। ସୃଷ୍ଟି, ଜେନେରେସନ, ଡିଜେନେରେସନ, ରିଜେନେରେସନ। ଆପଣ ଇଂଲିଶରେ କହିବେ ଜେନେରେସନ, ଡିଜେନେରେସନ, ରିଜେନେରେସନ। ମନେ ରଖିଥାନ୍ତୁ ଯୋଉମାନେ ଜେନେରେସନ, ଡିଜେନେରେସନ, ରିଜେନେରେସନ। ସୃଷ୍ଟିରୁ ନିବୃତ୍ତ, ଅଳ୍ପ ସମୟ ସୃଷ୍ଟିର ପରମେଶ୍ୱରଙ୍କ ସାଙ୍ଗେ କିଛି ସମୟ ସେମାନଙ୍କ ଭିତରେ ବୁଝାମଣାର ଅଭାବ ରହିଲା ବା କିଛି ବ୍ୟାଘାତ ରହିଲା, ଏବଂ ସେମାନେ ଆଉ ଥରେ ପୁନର୍ମିଳିତ ହେଲେ। ସେଇ କଥା ଆଉ ବାଇବେଲରେ ଆମମାନେ ଦେଖିବାକୁ ପାଇବୁ। ସୃଷ୍ଟିରେ ଈଶ୍ୱର ସନ୍ତୁଷ୍ଟ ହେଲେ, ସମସ୍ତ ବିଷୟ ସନ୍ତୁଷ୍ଟରେ ସୃଷ୍ଟି କଲେ, କିନ୍ତୁ ପାପ ଆସିଲା ପରେ ଟିକେ ସେମାନଙ୍କ ଭିତରେ ଆହୁରି ସମନ୍ୱୟର ଅଭାବ ରହିଲା। ତେଣୁ ସେମାନେ ଏକତ୍ର ହେଇପାରିଲେ ନାହିଁ।
ଆଉ କିନ୍ତୁ କିଛି ସମୟ ପରେ ସେମାନେ ଏକତ୍ର ହେଲେ। ତେବେ ତାକୁ ମଧ୍ୟ ଇଂରାଜୀ ଭାଷାରେ ଆଉ ଗୋଟେ କଥା କୁହାଯାଏ ଡିଫର୍ମ ଫର୍ମ ଡିଫର୍ମ ଆଉ ରିଫର୍ମ। ତାକୁ ଯେତେବେଳେ ଆମେ ଦେଖୁଛୁ ସୃଷ୍ଟି କଲେ, ମଣିଷ ପାପ କଲା ପରେ ପତନ ହେଲା, ଈଶ୍ୱରଙ୍କ ଠାରୁ ତାର ସମୟ ଆଉ ତାର ଫେଲୋସିପ କୁ ହରେଇଲା, କିନ୍ତୁ ପରମେଶ୍ୱର ତାଙ୍କୁ ଆଉ ଡାକିଲେ, ତାଙ୍କୁ ପୁନରୁଦ୍ଧାର କଲେ। ତେବେ ଆସୁ ଆମମାନେ ଏକ ଅଧ୍ୟାୟ ତାର ପ୍ରଥମ ପାଠକୁ ଆମେ ଅଳ୍ପ ସମୟ ଦେଖିବା। ଚାରିଟି ବିଷୟ ଆମେ ଦେଖୁଛୁ, ଆଉ ଚାରିଟି ବ୍ୟକ୍ତି କଥା ଆମେ ମଧ୍ୟ କହିଲେ। ଇମ୍ପୋର୍ଟାଣ୍ଟ କଥା ହଉଛି ଆଉ ଏକ ଅଧ୍ୟାୟକୁ ଆମେ ଯେତେବେଳେ ସୃଷ୍ଟି କଥା ଲେଖାଯାଏ, ମନେ ରଖନ୍ତୁ ଏ କଥା ଯେ ସୃଷ୍ଟି ହଉଛନ୍ତି ଜଣେ ସ୍କଲାର୍ସ କହନ୍ତି ଯେ ପରମେଶ୍ୱର ହଉଛନ୍ତି ରଚକ। ସୃଷ୍ଟିର ଉପରେ ସେ ଚିନ୍ତା, ସୃଷ୍ଟିକୁ ଚିନ୍ତା କଲେ, କୌଣସି ଜିନିଷ ଗୋଟେ ଆମେ କରିବା ପୂର୍ବ ଆମେ ଚିନ୍ତା କରିଥାଉ, ସେ ହଉଛନ୍ତି ସୃଷ୍ଟିର ରଚକ। ବୋଲେ ସେ ତାକୁ ବର୍ଣ୍ଣନା କଲେ କେମିତି କରି ପୃଥିବୀକୁ ସୃଷ୍ଟି କରିବି, ତାକୁ ସେ ମନରେ ରଖିଲେ। ପୁତ୍ର ହଉଛନ୍ତି ସୃଷ୍ଟିକର୍ତ୍ତା, କେହି ଜଣେ ସ୍କଲାର୍ସ କହନ୍ତି ଏ କଥା। ଆଉ ପବିତ୍ର ଆତ୍ମା ହଉଛନ୍ତି ସୌନ୍ଦର୍ଯ୍ୟଦାତା। ମନୁଷ୍ୟକୁ ଯେତେବେଳେ ପରମେଶ୍ୱର ସୃଷ୍ଟି କଲେ, ତାକୁ ସେ ଆପଣ ମନରେ ଗଢିଲେ, ଏମିତି କରିବି, ଏଇପରି ବର୍ଣ୍ଣନା କରିବି, ମୋ ପ୍ରତିମୂର୍ତ୍ତିରେ ତିଆରି କରିବି, ତାକୁ ସେ ସେଥିପାଇଁ ତାଙ୍କର ନିଜ ଇଚ୍ଛାରେ ତାକୁ ତିଆରି କଲେ। ପୁତ୍ରଙ୍କର ଅବଦାନ ହଉଛି ନିର୍ମାଣର ସାହାଯ୍ୟ କଲେ। ଆଦି ପୁସ୍ତକ ଯଦି ଆମେ ଦେଖିବା, ଟିକେ କାଢନ୍ତୁ, ସେଠି ପ୍ଲୁରାଲ ଫର୍ମ ଅଛି। ସେଠି ଆପଣ ଯଦି ଦେଖିବେ ବହୁ ବଚନ ଅଛି। ସେଠି ଆମ୍ଭେ ବୋଲିକରି ଲେଖା ହେଇଛି। ଆମେ ସେଠି ଏକ ବଚନ ନାହିଁ। ପରମେଶ୍ୱର ପୃଥିବୀକୁ ସୃଷ୍ଟି କଲେ। 26 ପଦ ପଢନ୍ତୁ। ଏକ ଅଧ୍ୟାୟ 26 ପଦ। ଏଥିଉତ୍ତାରୁ ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟ ନିର୍ମାଣ କରୁ, ସେମାନେ ଜଳଚର, ମତ୍ସ୍ୟଗଣ ଓ ଖେଚର, ପକ୍ଷୀଗଣ, ପଶୁଗଣ, ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ। ତେବେ ମୋର କହିବାର କଥା ହଉଛି, ଆମେ ଦେଖୁଛୁ ଯେ ସେ ଜାଗାରେ ଲେଖା ହେଇଛି ଏଥିଉତ୍ତାରେ ଆମ୍ଭେ ମାନେ, ଦେଖନ୍ତୁ ସେଠି ଲେଖା ହେଇଛି ଏଥିଉତ୍ତାରେ ଆମ୍ଭେ ମାନେ, ଈଶ୍ୱର ସେଠି କୁହା ହିଁ ନାହିଁ ମୁଁ ବୋଲିକି। ଆମ୍ଭେ ମାନେ ବୋଲେ କଣ? ତ୍ରିଏକ ପରମେଶ୍ୱର। ଆଜ୍ଞା, ସେଟା ତ୍ରିଏକ ହଉଛି ବହୁ ବଚନ। ଆଜ୍ଞା, ଆମେ ସାଧାରଣ ଭାଷାରେ ଯଦି ଆମେ କହିବା, ସେଟା ହଉଛି ବହୁ ବଚନ, ନଟ ସିଙ୍ଗୁଲାର, ପ୍ଲୁରାଲ। ସେଟା ହଉଛି ବହୁ ବଚନ। ସେଟା ସେଇଠି ଆମ୍ଭେ ମାନେ ବୋଲେ ପୁତ୍ର, ପିତା, ପୁତ୍ର, ପବିତ୍ର ଆତ୍ମାଙ୍କୁ ଦର୍ଶାଏ। ସେଠି ଅନେକ ଆମ ଖ୍ରୀଷ୍ଟିଆନ ଲୋକମାନେ ଅଛନ୍ତି, ସେମାନେ ତ୍ରିଏକ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ। ଆପଣ ଯଦି ଜିହୋଭା ୱିଟନେସ୍ ବୋଲି ଗୋଟେ ଗ୍ରୁପକୁ ଦେଖିବେ, ସେମାନେ ଓନ୍ଲି ଦ ଗଡ ଅଫ ୟେହୋଭା ବୋଲି, ସେମାନେ ସଦାପ୍ରଭୁ ଏକା ବୋଲବେ, ପୁତ୍ର ନାହାନ୍ତି ବୋଲିକି କହିବେ ସେମାନେ। ଯଦି ଆପଣ ଆଉ ଆପୋଷ୍ଟଲିକ ଆସେମ୍ବଲି ବୋଲି ଗ୍ରୁପ ଅଛନ୍ତି, ଆପଣ ଯଦି ଦେଖିବେ, ସେମାନେ କହୁଛନ୍ତି ପିତା ନାହାନ୍ତି, ଯୀଶୁ ହିଁ ଏକା ବୋଲି କହିବେ ସେମାନେ। କିନ୍ତୁ ବାଇବେଲ ଆମମାନଙ୍କୁ କହେ ସେ ତ୍ରିଏକ ପରମେଶ୍ୱର ଅଟନ୍ତି। ପିତା ରଚନା କଲେ, ପୁତ୍ର ତାକୁ ସୃଷ୍ଟି କଲେ, ପବିତ୍ର ଆତ୍ମା ତାକୁ ବିୟୁଟିନେସ୍, ତାକୁ ସୌନ୍ଦର୍ଯ୍ୟ ଦେଲେ। ଆପଣ ଯଦି ସୁନ୍ଦର ହେବା ପାଇଁ ଚାହାନ୍ତି, ପବିତ୍ର ଆତ୍ମାଙ୍କ ପାଦ ତଳେ ବସିଲେ ପ୍ରଭୁ ଆପଣଙ୍କୁ ସୁନ୍ଦର କରିବେ, ଆପଣଙ୍କୁ ଗୁଣରେ, ରୂପରେ ଭରିଦେବେ। ସେ ହଉଛନ୍ତି ସାହାଯ୍ୟକାରୀ। ଆମେ ବେଳେ ବେଳେ ସୌନ୍ଦର୍ଯ୍ୟ ହେବାକୁ ଇଚ୍ଛା କରିନଥାଉ, ଯେହେତୁ ମନୁଷ୍ୟ ପାପର ପ୍ରକୃତି ଆମମାନଙ୍କ ମଧ୍ୟରେ ଅଛି। ତେବେ ବାକ୍ୟ ଅନୁସାରେ ଆମେ ଯେତେବେଳେ ଈଶ୍ୱରଙ୍କର ବାକ୍ୟ ପ୍ରତି ମନୋଯୋଗୀ ହେବା, ସେ ଆମମାନଙ୍କୁ ସୌନ୍ଦର୍ଯ୍ୟକରଣ କରିବେ, ଆମମାନଙ୍କୁ ସେ ନିର୍ମାଣ କରିବେ, ଆମମାନଙ୍କୁ ସେ ରୂପ ଦେବେ, ଆମମାନଙ୍କୁ ସେ ଗୁଣ ଦେବେ। ନେକ୍ସଟ ଇମ୍ପୋର୍ଟାଣ୍ଟ କଥା ହଉଛି, ପରମେଶ୍ୱର କାହିଁକି ପୃଥିବୀକୁ ସୃଷ୍ଟି କଲେ? ତାର ଇମ୍ପୋର୍ଟାଣ୍ଟ କଥା ହଉଛି
ଯେ ତାଙ୍କ ସୃଷ୍ଟିକୁ ପରିପ୍ରକାଶ କରିବା ପାଇଁ ମନୁଷ୍ୟକୁ ସୃଷ୍ଟି କଲେ। ସୃଷ୍ଟି ମାଧ୍ୟମରେ ତାଙ୍କର ସମସ୍ତ ଗୁଣକୁ ସେ ଦେଖେଇ ଦେଲେ। ସୃଷ୍ଟି ହଉଛି ଈଶ୍ୱରଙ୍କ କାର୍ଯ୍ୟର ସତ୍ୟତାକୁ ପ୍ରକାଶନ କରିବା ଏକ ବିଷୟ ଅଟେ। ତେବେ ମଶାଙ୍କୁ ସେ କହିଲେ, ତୁମେ ଏଇ ପ୍ରକାର ଭାବେ କର, ଏଇ ପ୍ରକାର ଭାବେ ଲେଖ। ପ୍ରଭୁ ତାଙ୍କୁ ସବୁ ବିଷୟ ଜଣାଇଲେ, ତାଙ୍କୁ ଲେଖିଲେ। ଏବ୍ରୀ 11:3 ପଢମା ଟିକେ କିଏ? ଏବ୍ରୀ 11:3 ପଢନ୍ତୁ। ବିଶ୍ୱାସ ଦ୍ୱାରା ଆମ୍ଭେମାନେ ବୁଝୁ ଯେ ସମସ୍ତ ବିଷୟ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରଚାରିତ, ଅତଏବ କୌଣସି ପ୍ରତ୍ୟକ୍ଷ ବିଷୟ ସବୁ ଦୃଶ୍ୟ ବିଷୟ ଉତ୍ପନ୍ନ ହୋଇନାହିଁ। ତେବେ ଏ ସୃଷ୍ଟିର ସମସ୍ତ କଥା ଆମେ ବିଶ୍ୱାସ ଦ୍ୱାରା ଗ୍ରହଣ କରିବାକୁ ପଡିବ। ବିଶ୍ୱାସ ହଉଛି ସବୁଠୁ ବଡ କଥା। ଏଥିଷ୍ଟ ମାନେ ଯୋଉମାନେ ବିଶ୍ୱାସ କରନ୍ତି ନାହିଁ, କିନ୍ତୁ ଆମେ ଯେତେ ପ୍ରଭୁଙ୍କୁ ଜାଣିଛୁ ଆମେ ହଉଛୁ ବିଶ୍ୱାସୀ। ଆମେ ବିଶ୍ୱାସ କରିବାକୁ ପଡିବ। ଏବ୍ରୀ ଲେଖକ ତା ଲେଖାଯାଏ ପରମେଶ୍ୱର ତାକୁ ସୃଷ୍ଟି କରିଅଛନ୍ତି। ତେବେ ପରମେଶ୍ୱର ପ୍ରତ୍ୟେକ ବିଷୟକୁ ସୃଷ୍ଟି କଲେ, ସମୟକୁ ସୃଷ୍ଟି କଲେ, କିନ୍ତୁ ସବୁ ବିଷୟ ମୁଁ ଆଉ ଥରେ କହୁଛି ତାକୁ ଲେଖାଯାଏ ନାହିଁ। ସମସ୍ତ ବିଷୟ ଆମେ ଶେଷ କଥା ସବୁ ପ୍ରକାଶିତ ପୁସ୍ତକରେ ଦେଖିବାକୁ ପାଇପାରିବ। ପ୍ରଭୁ ଆଉ ଜୀବନକୁ ଆମମାନଙ୍କୁ ଏଥିପାଇଁ ଦେଲେ ଯେ ତାଙ୍କ ସୃଷ୍ଟିର ଅଂଶ ହେଇକରି ଆମେ ରହିପାରିବୁ। ତେବେ ପ୍ରଥମ କଥା ଆମେ ଦେଖିଲୁ ସୃଷ୍ଟି। ଦ୍ୱିତୀୟ କଥା ଆସୁ ଆମେ ପତନ ବିଷୟ ଅଳ୍ପ ସମୟ ଦେଖିବା। ପତନ 3 ଆଉ 4 ଅଧ୍ୟାୟରେ ମନୁଷ୍ୟର ପତନ କଥା ଲେଖାଯାଏ। ତା ପୂର୍ବରୁ ଈଶ୍ୱରଙ୍କ ସହିତ ମନୁଷ୍ୟ ମାନଙ୍କର ଭଲ ସମ୍ପର୍କ। ଶୈତାନ ହବାଙ୍କ ପାଖକୁ ଆସିଲା। ଶୈତାନ ହବାଙ୍କ ପାଖକୁ ଆସିଲା, ବହୁତ ଚତୁର ସହିତ ଆସିଲା। 3 ଅଧ୍ୟାୟରେ 1 ପଦ ପଢନ୍ତୁ ଦୟାକରି। ସଦାପ୍ରଭୁ 3 ଅଧ୍ୟାୟ 1 ପଦ ପରମେଶ୍ୱର ପଢନ୍ତୁ। ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳ ଥିଲା। ସେ ନାରୀଙ୍କି ଆଗ ଏକି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି। ତେବେ ଶୈତାନ ଏକ ରୂପ ନେଇକରି ଆସିଲା ମନୁଷ୍ୟକୁ ନଷ୍ଟ କରିବା ପାଇଁ। ଦ୍ୱିତୀୟ ଘଟଣା ଆମେ ଦେଖୁଛୁ ପତନ। ସେ ପଚାରୁଛନ୍ତି, ଶୈତାନ କଥାବାର୍ତ୍ତା କରୁଛନ୍ତି ତାଙ୍କ ସାଙ୍ଗେ, ଏ କଣ ସତ୍ୟ? ତୁମକୁ କଣ ପରମେଶ୍ୱର ମନା କରିଛନ୍ତି? ଶୈତାନ ଦ୍ୱାରା ପ୍ରଥମ ପାପ ପ୍ରବେଶ କଲା। ତେବେ ଶୈତାନ ଦ୍ୱାରା ଯୋଉ ପାପ ପ୍ରବେଶ କଲା, ତାର ଯେତେ ସବୁ ଛୁଆ ଜନ୍ମ ହେଲେ ସମସ୍ତେ ପାପୀ ହେଲେ। ତା ପୂର୍ବରୁ ଛୁଆମାନେ ଧାର୍ମିକ ଥିଲେ। ସେମାନେ ଏମାନଙ୍କ ସାଙ୍ଗେ ଏ ପ୍ରକାର ନଥିଲେ, କିନ୍ତୁ ଯେ ପାପୀ ଯେତେବେଳେ ତାର ଛୁଆକୁ ଜନ୍ମ କଲା, ସେତେବେଳେ ତାର ପ୍ରତ୍ୟେକ ଛୁଆ ମଧ୍ୟ ପାପୀ ହେଲେ। ତେବେ ଶୈତାନ ଯେତେବେଳେ ସେମାନଙ୍କ ପାଖକୁ ଆସିଲା, ସେମାନେ ଫଳ ଖାଇଲେ, ତାଙ୍କର ମୃତ୍ୟୁ ହେଲା। ଆମେ ଜାଣୁଛୁ ମୃତ୍ୟୁ ହେଲା କଣ? ଆତ୍ମାରେ ସେମାନେ ମୃତ୍ୟୁ ଭୋଗ କଲେ, ଶରୀରରେ ସେମାନେ ମୃତ୍ୟୁ ଭୋଗ କଲେ, ଜୀବନରେ ସେମାନେ ମୃତ୍ୟୁ ଭୋଗ କଲେ। ଆଜି ପୂର୍ବରୁ କୌଣସି ପ୍ରକାର ମୃତ୍ୟୁ ନଥିଲା। ମୃତ୍ୟୁ କଣ? ଈଶ୍ୱରଙ୍କର ଆତ୍ମାଙ୍କ ଠାରୁ ସେପାରେଟ ସେମାନେ ହେଲେ, ଆଉ ଈଶ୍ୱରଙ୍କ ସହିତ କଥାବାର୍ତ୍ତା ହେଇପାରିଲେ ନାହିଁ ସେମାନେ। ଆଉ ଆମର ଯୋଉ ଜୀବନ ଶୈତାନ ଦ୍ୱାରା ପରିଚାଳିତ ହେଲା ମନୁଷ୍ୟର, ସେ ଦାସ ରୂପ ଧାରଣ କଲା। ଶୈତାନର ଦାସ ହେଇକି ରହିଗଲା, ଶୈତାନର ବନ୍ଧନରେ ସେ ରହିଗଲା। ଅନେକ ସମୟରେ ଆମର ହେବିଟ ଏମିତି ଅଛି ଯେ ଆମେ ଶୈତାନର ବନ୍ଧନରୁ ଫିଟିବାଟା ବହୁତ କଷ୍ଟ ହୁଏ। ମୋର ଜଣେ ବନ୍ଧୁ ଥିଲେ, ମୋ ବାପା ତୁଲ୍ୟ ସେ ଥିଲେ, ମୋ ସାଙ୍ଗେ ଭଲ ସମ୍ପର୍କ ତାର ଥିଲା। ସେ ମାଷ୍ଟର ଥିଲେ, ରିଟାୟାର୍ଡ ହେଇଗଲା ପରେ ମୋର ପାଖକୁ ଆସୁଥିଲେ। ସେ ମତେ କହିଲେ, ପାଷ୍ଟର ବାବୁ, ମୁଁ ଗୋଟେ ଅଭ୍ୟାସ ହେଇଛି, 7 ବର୍ଷ ହେଲା ମୁଁ ଛାଡି ପାରୁନାହିଁ। କଣ ଆଜ୍ଞା ସେଟା? ମୁଁ ପ୍ରତି ନୂଆ ବର୍ଷରେ ମୁଁ ପ୍ରାର୍ଥନା କରେ, ପ୍ରଭୁ ମତେ ତମେ ଅନୁଗ୍ରହ କର। ସିଗାରେଟ ଗୋଟେ ପିଏ ଦିନ ବେଳେ, ଆଉ ରାତି ବେଳେ ଗୋଟେ ପିଏ ସକାଳେ ଉଠିକରି। କିନ୍ତୁ 7 ବର୍ଷ ପର୍ଯ୍ୟନ୍ତ ମୁଁ ଛାଡି ପାରିଲି ନାହିଁ। କଣ ପାଇଁ? ଶୈତାନର ବନ୍ଧନରେ ବାନ୍ଧି ହେଇଯାଇଥିଲି। ଛାଡିବା ପାଇଁ ଅନେକ କଷ୍ଟ ମୋ ଜୀବନରେ। ହୁଏତ ଏ ବର୍ଷ ପ୍ରାର୍ଥନା କରିବା, ପ୍ରଭୁ
ବୋଧେ ମତେ ଛଡେଇ ପାରନ୍ତି। 7 ବର୍ଷ ଲାଗିଲା ଗୋଟେ ସିଗାରେଟ କୁ ଛାଡିବା ପାଇଁ। ତା ହଉଛି ମୃତ୍ୟୁ। ଆପଣଙ୍କ ସ୍ୱଭାବକୁ ଶୈତାନ, ମୋର ସ୍ୱଭାବକୁ ଶୈତାନ ବନ୍ଧନ କରିକି ରଖେ। ପତନ ଈଶ୍ୱରଙ୍କ ବାକ୍ୟରୁ ଦୂରରେ ରହିଲେ ପତନ ମନୁଷ୍ୟ ପାଇଁ ଆସେ। ତେବେ ଏଠି ଯେ ଫିଜିକାଲ ଡେଥ, ଏଇଟା ମଧ୍ୟ ଶରୀରର ମୃତ୍ୟୁ, ଆତ୍ମାର ମୃତ୍ୟୁ। କିନ୍ତୁ ପରମେଶ୍ୱର ଆଦି ପୁସ୍ତକ 3 ଅଧ୍ୟାୟରେ ସେ ପତନ ହେଲା ପରେ ମଧ୍ୟ ମନୁଷ୍ୟ ପାଇଁ ପୁନରୁଦ୍ଧାରର ରାସ୍ତା ଖୋଲିଲେ। ସେ କହିଲେ 3 ଅଧ୍ୟାୟର ଯେ ଆମେ ନାରୀର ବଂଶରେ ଜଣେ ବ୍ୟକ୍ତିଙ୍କୁ ଜନ୍ମ କରିବା। ଦେଖନ୍ତୁ 3 ଅଧ୍ୟାୟ 14-15 ପଦ। ଆଦମ କହିଲେ, ତୁମ୍ଭେ ଯେଉଁ ସ୍ତ୍ରୀକୁ ମୋର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେଇ ବୃକ୍ଷର ଫଳ ଦେଲେ, ତହିଁରେ ମୁଁ ଖାଇଲି। ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, ଏ କି କଲ? ନାରୀ କହିଲା, ସର୍ପ ମୋତେ ଦେଖନ୍ତୁ ଭୁଲାଇଲା, ସେଥିପାଇଁ ମୁଁ ଖାଇଲି। ନାରୀର ବଂଶ ବୋଲି ଲେଖା ହେଇଛି ଏଠି ଦେଖନ୍ତୁ। ନାରୀର ବଂଶ 15 ପଦ ଲେଖା ହେଇଛି। 15 ପଦ ଆମ୍ଭେ ପଢନ୍ତୁ। ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବ, ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ନାରୀର ବଂଶ ବୋଲି ଗୋଟେ ବାଇବେଲରେ ଲେଖା ହେଇଛି, ଅନ୍ୟ କୋଉଠି ଲେଖା ହିଁ ନାହିଁ ନାରୀର ବଂଶ ବୋଲି। ଆପଣଙ୍କୁ ଯଦି ମାର ବଂଶ ପକେଇବେ ଆପଣ ଖୁସି ହେବେ? କେବେ ବି ଖୁସି ହେବେ ନାହିଁ। ବାଇବେଲରେ ନାରୀ ମାନଙ୍କର ବଂଶ କଥା ପ୍ରାୟ ଲେଖାଯାଏ ନାହିଁ, କିନ୍ତୁ ସେଠି ଅଛି। ତେବେ ନାରୀର ବଂଶ ଆମ ବାପାଙ୍କ ରକ୍ତରେ ଜାତ, ମାଙ୍କର ମାଂସରେ ଜାତ ବୋଲି ବିଜ୍ଞାନ କହେ। ତେବେ ଯୀଶୁ ଖ୍ରୀଷ୍ଟଙ୍କର ବିଷୟଟି ଭାବବାଣୀ କରି ପୁନରୁଦ୍ଧାର କାର୍ଯ୍ୟକୁ ସେ କଲେ ଯେ ନାରୀର ବଂଶରେ ପୁରୁଷର ବିନା ସାହାଯ୍ୟରେ ଜନ୍ମ କରିପାରିବ ସେ ଛୁଆ, ସେ ହଉଛନ୍ତି ନାରୀ। ତାହା ସଫଳ ହେଲା। ମରିୟମଙ୍କ ଗର୍ଭରେ ଯୀଶୁ ଖ୍ରୀଷ୍ଟ ଜନ୍ମ ହେଲେ। ଦେयर ଇଜ नो କଣ୍ଟ୍ରିବ୍ୟୁସନ, କୌଣସି ପ୍ରକାର ମନୁଷ୍ୟର ସହାୟତା ନାହିଁ ଯୀଶୁ ଜନ୍ମ ହେବାରେ। ନାରୀର ବଂଶରେ ଜନ୍ମ ହେଲେ, ସେଇଠି ପୁନରୁଦ୍ଧାର କାର୍ଯ୍ୟ କଲେ। ପ୍ରଥମ କଥା। ନେକ୍ସଟ ହଉଛି ଯେ ସେ ପାପ କରିଦେଲେ ବୋଲି ସେ ଛାଡ଼ିଲେ ନାହିଁ, କିନ୍ତୁ ଏକ ମେଣ୍ଢାକୁ ମାରିଲେ। ମାରିଲା ପରେ ସେମାନଙ୍କୁ ବସ୍ତ୍ର ପିନ୍ଧେଇଲେ। 2ଟା ବସ୍ତ୍ରର କଥା ଆମେ ଚିନ୍ତା କରିବା ଅଳ୍ପ ସମୟ। ହବା ଆଦମ କେମିତି ବସ୍ତ୍ର ପିନ୍ଧିଥିଲେ ପାପ କଲା ପରେ? ଆଜ୍ଞା, ଡେମ୍ବୁରି ପତ୍ରଟା ପିନ୍ଧିଥିଲେ। ତେବେ ପ୍ରଭୁ ତାଙ୍କୁ କେମିତିଟା ପିନ୍ଧେଇଲେ? ଚର୍ମର ବସ୍ତ୍ର। ଚର୍ମର ବସ୍ତ୍ର ପିନ୍ଧେଇଲେ। ଯେଶାୟା ପୁସ୍ତକରେ ଲେଖାଯାଏ, ଆମମାନଙ୍କର ସବୁ ଧର୍ମ କର୍ମ କଚା ସଡା ପରି, ଆମର କୌଣସି ଯୋଗ୍ୟତା ଆମ ପାଖରେ ନାହିଁ। ମନୁଷ୍ୟ ତିଆରି କରିଥିବା ପ୍ରତ୍ୟେକ ଜିନିଷ ହଉଛି ଇଟ ଇଜ ଟେମ୍ପୋରାରୀ, ଇଟ ଇଜ ଅଳ୍ପ ସମୟ। ଈଶ୍ୱର ଯାହା ଦିଅନ୍ତି, ଚମଡାର ବସ୍ତ୍ର ଦେଲେ। ହବା ତମକୁ କେତେ ପ୍ରେମ କରୁଥିଲେ ସେ। ଯଦି ବା ପାପ କଲେ ସେ ସେମାନଙ୍କୁ ପ୍ରେମ କରୁଥିଲେ। ଆପଣ ଆଉ ମୁଁ ଭୁଲ କଲେ କଣ ଛାଣିଦେବେ? ପ୍ରଭୁ କାନ ଧରି ଧରି ଡାକି ଆଣିବେ ଆମକୁ, କୁଆଡେ ଯାଉଛୁ, ଛାଡିବେ ନାହିଁ। ପ୍ରଭୁ ଆଦମକୁ ଡାକୁଛନ୍ତି, ତୁମେ କେଉଁଠାରେ? ପାପ କଲା ପରେ କଣ ଈଶ୍ୱର ଜାଣିନଥିଲେ କି? ଈଶ୍ୱର ଜାଣିଥିଲେ, ତଥାପି ସେ କହୁଛନ୍ତି, ହେ ଆଦମ ତୁମେ କେଉଁଠାରେ? ପ୍ରିୟ ପ୍ରଭୁଙ୍କର ଲୋକମାନେ, ପରମେଶ୍ୱର ମନୁଷ୍ୟକୁ ତିଆରି କଲା ପରେ, ପାପ କଲା ପରେ ମଧ୍ୟ ସିଏ ତାଙ୍କୁ ଛାଡିନା। ଆପଣ ମୁଁ ଆମେ ପାପର ସ୍ୱଭାବ ଲୋକଠୁ, କିନ୍ତୁ ପରମେଶ୍ୱର ଆମମାନଙ୍କୁ କେବେ ମଧ୍ୟ ଛାଡିବେ ନାହିଁ। ସେ ଆମମାନଙ୍କୁ ସବୁବେଳେ ଯତ୍ନ ନେବେ। ତେବେ ପ୍ରଥମ ବିଷୟ ସୃଷ୍ଟି, ଦ୍ୱିତୀୟ ବିଷୟ ମନୁଷ୍ୟର ପତନ କଥା ଆମେ ଦେଖିଲୁ। ପତନ ହେଲା ପରେ ପ୍ରଥମେ ଜଣେ ମର୍ଡରର ବାହାରିଲେ, ଜଣେ ଜଣକୁ ମର୍ଡର କଲେ। ପତନ ପୂର୍ବରୁ ନାହିଁ, ପତନ ପୂର୍ବରୁ ମର୍ଡରଟା ଲେଖାଯାଇନି। କିଏ କାହାକୁ ମାରିଲେ? କଇନ ହେବ ଲୋକ ମାରିଲେ। କିନ୍ତୁ ତା ପୂର୍ବରୁ କୌଣସି ପ୍ରକାର ମର୍ଡର କଥା ଲେଖାଯାଏ ନାହିଁ। ପାପ କଲା ପରେ ମନ୍ଦ ଜିନିଷ ଜାତ ହେଲା, ଭୁଲ ଜିନିଷ ଜାତ ହେଲା, ରାଗ ଜାତ ହେଲା, କ୍ରୋଧ ଜାତ ହେଲା, ଏବଂ ସେ ଭାଇକୁ ମାରିଲେ। ଆମେ ପାପର ସ୍ୱଭାବ, ପତନ ଦ୍ୱାରା ଅନେକ ଅଭିଶାପ ଆସିଲା। ପତନ ଦ୍ୱାରା
କଇନକୁ ପ୍ରଭୁ ଗୋଟେ ଚିହ୍ନ ଦେଲେ। ଏ ଚିହ୍ନ ଦେଖିଲେ କିଏ ତୁମକୁ ଆଉ ବାଡେଇବେ ନା। ଏ ଚିହ୍ନ ନଥିଲା ଆଗରୁ, ସୃଷ୍ଟି ପୂର୍ବରୁ ଆରାମସେ ଈଶ୍ୱରଙ୍କ ସାଙ୍ଗେ ସେମାନେ ଜୀବନ ଯାପନ କାଟୁଥିଲେ, କିନ୍ତୁ ପ୍ରଭୁ ସେମାନଙ୍କୁ ଛାଡ଼ିଲେ ନାହିଁ। ବାଇବେଲରେ ଲେଖାଯାଏ ମନୁଷ୍ୟମାନେ ପାପ କରି ତାଙ୍କର ଗୌରବରୁ ସେମାନେ ବଞ୍ଚିତ ହେଲେ, କିନ୍ତୁ ପ୍ରଭୁ ସେମାନେ ଛାଡ଼ିଲେ ନାହିଁ। ତାଙ୍କ ପାଇଁ କୃଷରେ ସମସ୍ତ ପରିତ୍ରାଣର ବାର୍ତ୍ତା ତିଆରି କଲେ, ତାଙ୍କ ପାଇଁ କାର୍ଯ୍ୟ କଲେ, ତାଙ୍କର ପୁନରୁଦ୍ଧାର ପାଇଁ ଚିନ୍ତା କଲେ। ଆମେ ପାପର ସ୍ୱଭାବ ମନୁଷ୍ୟ, ଆମେ ଭୁଲ କରୁ କେତେବେଳେ, କି ଛାଡନ୍ତି ନାହିଁ, ଆମକୁ ଡାକନ୍ତି, ଆଦମ ତୁମେ କେଉଁଠାରେ? ତୁମେ ତ ନଙ୍ଗଳା ହେଇଛ ବୋଲି ତମେ କହୁଛ, ମୁଁ ତମକୁ ବସ୍ତ୍ର ପିନ୍ଧେଇଛି, ତୁମେ ଟେମ୍ପୋରାରୀ ବସ୍ତ୍ର ପିନ୍ଧିଛ, ଅଳ୍ପ ସମୟ ପରେ ଶୁଖିଯିବ, ଜଳିଯିବ, ପୋଡିଯିବ, ଆଉ ତୁମେ ତୁମର ଉଲ୍ଲଙ୍ଗତାକୁ ସମସ୍ତେ ଦେଖିବେ। ମୁଁ ଯୋଉ ବସ୍ତ୍ର ଦେବି ତାହା ଚିରସ୍ଥାୟୀ ବସ୍ତ୍ର, ତାକୁ ନିଆଁରେ ଲାଗିବ ନାହିଁ, ପାଣିରେ ନଷ୍ଟ ହେବ ନାହିଁ, ତା ପାଣିରେ ବୁଡିବ ନାହିଁ, ନିଆଁରେ ଜଳିବ ନାହିଁ, ଅନନ୍ତ କାଳ ପାଇଁ ତୁମକୁ ମୋ ବସ୍ତ୍ରରେ ତୁମକୁ ବସ୍ତ୍ରାନ୍ୱିତ କରିବି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପାପ କଲା ପରେ ମନୁଷ୍ୟ ଈଶ୍ୱରଙ୍କ ଠାରୁ ଦୂରେଇ ଗଲା, ବିଚାର ଆସିଲା, ବନ୍ୟା ଆସିଲା ଏବଂ ସମସ୍ତ ବିଷୟର ବୃଦ୍ଧି ପାଇଲା। ମନୁଷ୍ୟର ଦୁଷ୍ଟତା ବଢିଲା, ଆଉ ମନୁଷ୍ୟର ଜୀବନ ଅବିରତ ମନ୍ଦ ମାତ୍ର ରହିଲା ସବୁବେଳେ। ଆମେ ଟିକେ ଆଦି ପୁସ୍ତକ ତାର 6 ଅଧ୍ୟାୟକୁ ଯଦି ଦେଖିବା, ଟିକେ ପଢନ୍ତୁ, କାଢନ୍ତୁ, 6 ଅଧ୍ୟାୟରେ ବୋଧେ 5 ପଦ ଟିକେ ଦେଖନ୍ତୁ। ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀରେ ମନୁଷ୍ୟର ଦୁଷ୍ଟତା ଅତି ବଡ଼, ଆଉ ତାହାର ଅନ୍ତଃକରଣର ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ବହୁତ ବଡ ତାର ମନ୍ଦ ଚିନ୍ତା। ବସିଥାଉଛୁ କିନ୍ତୁ ଅନେକ ମନ୍ଦ ଚିନ୍ତା ଆମ ମନରେ କରୁଛୁ। ପାପ କଲା ପରେ ଏ ସ୍ୱଭାବକୁ ଆସିଲା। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ପାପ ମନୁଷ୍ୟକୁ ଅଭିଶାପ ଆଣିଦେଲା, ପାପ ମନୁଷ୍ୟକୁ ମୃତ୍ୟୁ ଆଣିଦେଲା, ପାପ ମନୁଷ୍ୟକୁ ଈଶ୍ୱରଙ୍କ ଠାରୁ ବିଚ୍ଛେଦ କରାଇଲା। ତଥାପି ସେ ଦୟାମୟ, ସେ କହିଲେ ନା, ହେଇପାରିବ ନାହିଁ, ମୁଁ ଆକୁ ଦୟା କରିବି ହିଁ କରିବି। ସେଥିପାଇଁ ପ୍ରଭୁ ପବିତ୍ର ଆଉ ପ୍ରଦୀପ ଭାଇକୁ ନୂଆ ବର୍ଷ ଦେଲେ, ଏଇ ବର୍ଷ ଦେଲେ, ତାଙ୍କୁ ଅନୁଗ୍ରହ ଦେଲେ। ଆମେ ପାପରେ ମରିବାକୁ ଆମକୁ ଦେଲେ ନାହିଁ, ଅନୁଗ୍ରହ ଉପରେ ଅନୁଗ୍ରହ, ଆଶୀର୍ବାଦ ଉପରେ ଆଶୀର୍ବାଦ ଆମମାନଙ୍କ ଜୀବନରେ ସେ ଦେବା ପାଇଁ ଚାହାନ୍ତି। ଆମେ ପାପ କଲେ ଯେତେବେଳେ ପାପ ସ୍ୱୀକାର କରୁ, ସେତେବେଳେ ସେ ଆମମାନଙ୍କର ପାପକୁ କ୍ଷମା କରିବା ପାଇଁ ବିଶ୍ୱସ୍ତ ନ୍ୟାୟବାନ ପ୍ରଭୁ ଅଟେ। ଆଦମ ହବାକୁ ଛାଡି ନାହିଁ। ପ୍ରଭୁ ଅନୁଗ୍ରହ କରନ୍ତୁ, ଆମମାନେ ଈଶ୍ୱରଙ୍କ ଠାରୁ କେବେ ମଧ୍ୟ ଅଲଗା ହେଇପାରିବ ନାହିଁ ଯେତେବେଳେ ତାଙ୍କ ସାଙ୍ଗେ ସଂଯୁକ୍ତ ହେବେ। ବହୁତ ସମୟ ହେଲାଣି। ଥ୍ୟାଙ୍କ ୟୁ ଭେରି ମଚ୍। ଆସନ୍ତା ଥର ପ୍ରଭୁ ଦୟା କଲେ ଆଉ ତାର ମୂଳ ବିଷୟକୁ ଯିବି, ଆଉ ଟିକେ କିଛି କଥା ଚିନ୍ତା କରିବା। ବିଶେଷ କରି ଆପଣ ଯଦି ମୁଁ ବହୁତ ଇଣ୍ଟରେଷ୍ଟ ଅବ୍ରାହ୍ମଙ୍କ ଠାରୁ ଯୋସେଫଙ୍କ ପର୍ଯ୍ୟନ୍ତ କିଛି ନିଗୁଡ କଥା ରହିଛି, ତାହା କହିବା ପାଇଁ ମୁଁ ବହୁତ ଇଚ୍ଛା କରୁଛି। ସୋ ନିଶ୍ଚୟ କରି ଆଗକୁ ଯିବା। ଆଉ ଏଇଟା ମଧ୍ୟ ବହୁତ ବଡ ପାଠ, ଆକୁ କହିବା ପାଇଁ ମୁଁ ବହୁତ ସମୟ ୟା ପାଇଁ ନିଏ। ମୁଁ ହେବ୍ରୁ ବାଇବଲ ଦେଖେ, ଗ୍ରୀକ ବାଇବଲ ଦେଖେ, ଇଂଲିଶ ବାଇବଲ ଦେଖେ, ଆଉ ପ୍ରଭୁ ଯାହା ମତେ ଦିଅନ୍ତି ତାହା ଆପଣମାନଙ୍କୁ ଜଣେ, ତାହା କହିବା ପାଇଁ ଚେଷ୍ଟା ମୁଁ କରିଛି। ସେଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଗୁଡାକ ଅଛି। ଯଦି ପ୍ରଭୁ ଦୟା କଲେ ଆଗାମୀ ଦିନ ମଧ୍ୟରେ ଅଧିକ ଶିଖିବା। ତେବେ ଆମେ 3ଟି ବିଷୟ ଆଜି ଶିଖିଲୁ, ଆଉ 4 ଜଣ ବ୍ୟକ୍ତିଙ୍କର କଥା ଶିଖିଲୁ, 4ଟି ଘଟଣା କଥା ଶିଖିଲୁ। ଜଷ୍ଟ ମତେ ରିଭ୍ୟୁ କରିଦିଅନ୍ତୁ, ତାପରେ ସରିଦେବୁ। ପ୍ରେଜ୍ ଦ ଲର୍ଡ। ଥ୍ୟାଙ୍କ ୟୁ ପାଷ୍ଟର ବାବୁ, ଆପଣଙ୍କୁ ବହୁଳ ରୂପେ ପ୍ରଭୁ ଆଶୀର୍ବାଦ କରିଛନ୍ତି, ଆଗକୁ ମଧ୍ୟ କରିବେ। ଯାହାକି ଥିଓଲୋଜି PhD ସବୁ କରନ୍ତି, ବାଇବଲର ପାଠ ନେଇକି ବହୁତ ଜ୍ଞାନ ଆଣନ୍ତି। ଆପଣ କେତେ ବର୍ଷର ସେ ଜ୍ଞାନ ଗୁଡିକ